ପିଲେ ଭଏସ ଶୁଣି ପାରୁଛ? सर प्रणाम। ଚାଲ ଆମମାନେ ପିଲେ ପୂର୍ବରୁ ଗୋଟେ ନିୟମ ପଢିଥିଲେ ପିଲେ ନାଇଁ କଣ ସେ ନିୟମ ଥିଲା ପିଲେ ଯୋଉଟା ଏକାଦେଶ ହେଇଥିବ ଉଭୟଙ୍କ ସ୍ଥାନରେ ଗୋଟିଏ ଆଦେଶ ହେଇଥିବ ତ ସେଭଳିଆ ଜିନିଷ ପିଲେ କାହା ଭଳିଆ ହେଇଥାଏ? ଆରେ ପିଲେ ପୂର୍ବ ଶବ୍ଦର କାହା ଭଳିଆ କାମ କରିଥାଏ? ପୂର୍ବ ଶବ୍ଦର ଅନ୍ତିମ ବର୍ଣ୍ଣ ପରି ଆଉ ପର ଶବ୍ଦର ଆଦ୍ୟ ବର୍ଣ୍ଣ ହୁଁ କରି ତ ପର ଶବ୍ଦର ପିଲା ଆଦି ବର୍ଣ୍ଣ ପରି କାମ କରିଥାଏ ନା ନାଇଁ? ହଉ ତ ଏଇ ସବୁ ବିଷୟ ପିଲା ଆମମାନେ ପୂର୍ବ କ୍ଲାସରେ ପଢିଥିଲେ ପିଲେ ନାଇଁ କି ପରରୂପ ସନ୍ଧି। ତ ବର୍ତ୍ତମାନ ପିଲେ ସେ କହୁଛନ୍ତି ପିଲେ ଇଏ ହଉଛି ପୂର୍ବ ରୂପ ସନ୍ଧି ବିଧାୟକ ସୂତ୍ର ପିଲେ। ତ ସୂତ୍ର ପିଲେ କଣ କହୁଛନ୍ତି ନା ପିଲେ ଏଙ୍ଗହ ପଦାନ୍ତାତ ଅତି ହେଲା। ସୂତ୍ର ହଉଛି ପିଲେ କଣ ଏଙ୍ଗହ ପଦାନ୍ତାତ ଅତି। ସୂତ୍ର ପିଲେ କଣ କହୁଛେ ନା ପଦାନ୍ତାତ ଏଙ୍ଗହ ଅତି ପରେ ପୂର୍ବ ରୂପମ ଏକାଦେଶ ସ୍ୟାତ୍। ତ ବଢିଆ ସେ ପିଲେ ବୁଝି ହବ କିଛି ଅସୁବିଧା ନାହିଁ ସେ କହୁଛି ପିଲେ ପଦାନ୍ତ ହେଇଥିବ ପଦାନ୍ତ ମାନେ ପିଲେ ପଦ ହେଇଥିବ ଠିକ ଅଛି। ତ ନିହାତି ଭାବରେ କୌଣସି ଏକ ଶବ୍ଦର ରୂପ ହେଇଥିବ ନହେଲେ ତ ପିଲେ କଣ ହେଇଥିବ ଧାତୁର ରୂପ ହେଇଥିବ। ଆଉ ତା ସହିତ ପିଲେ ପଦାନ୍ତରେ ଥିବ କଣ ପିଲେ ନା ଏଙ୍ଗ ଥିବ ପିଲେ ଏଙ୍ଗ ପ୍ରତ୍ୟାହାର ମାନେ ପିଲେ କୋଉ କୋଉ ବର୍ଣ୍ଣ ଏ ଆଉ ए ओ ଏ ଆଉ ଓ ପିଲେ ଏ ଦୁଇଟି ବର୍ଣ୍ଣ ହଉଛି ପିଲେ ଏଙ୍ଗ ପ୍ରତ୍ୟାହାରର ବର୍ଣ୍ଣ। ତାହେଲେ ପ୍ରଥମ ନିୟମ ପିଲେ ପଦାନ୍ତ ହେଇଥିବ ମାନେ ପଦ ହେଇଥିବ ଆଉ ଅନ୍ତରେ ପିଲେ ଏ କିମ୍ବା ଓ କାର ଥିବ। ଆଉ ତାପରେ ପିଲେ ଯଦି ହର୍ସ୍ୱ ଅକାର ରହିଲା ହେଲା ତାପରେ ଯଦି ପିଲେ ହର୍ସ୍ୱ ଅକାର ରହିଲା ତାହେଲେ ପିଲେ ପୂର୍ବ ଆଉ ପରବର୍ଣ୍ଣ ସ୍ଥାନରେ ପିଲେ କୋଉ ବର୍ଣ୍ଣ ଆଦେଶ ହବ? ପୂର୍ବ ବର୍ଣ୍ଣ ପିଲେ ଆଦେଶ ହବ ଯେମିତି ପରରୂପ ସନ୍ଧିରେ ପିଲେ କୋଉ ବର୍ଣ୍ଣ ଆଦେଶ ହଉଥିଲା ଉଭୟଙ୍କ ସ୍ଥାନରେ? ପରବର୍ଣ୍ଣ ପିଲା ଆଦେଶ ହଉଥିଲା ଆଉ ଯୋଉଠି ପିଲେ ପୂର୍ବ ରୂପ ସନ୍ଧି ହବ ତ ସେଠି ପିଲେ ପୂର୍ବ ଆଉ ପରବର୍ଣ୍ଣ ସ୍ଥାନରେ ପିଲେ କୋଉ ବର୍ଣ୍ଣ ଆଦେଶ ହବ? ପୂର୍ବ ବର୍ଣ୍ଣ ପିଲା ଆଦେଶ ହବ। ତ ଯଥା ଉଦାହରଣ ପିଲେ ଦେଖ ସେ କହୁଛି ପିଲେ ହରେ ପ୍ଲସ ଅବ ତାହେଲେ ପିଲେ ଏଠି ହରେଟା ପଦ କି ନୁହଁ ପିଲେ? ଆରେ ହରେ ପିଲେ ପଦ କାହିଁକି ନା ହରି ଶବ୍ଦର ସମ୍ବୋଧନ ଏକ ବଚନ ହଉଛି କଣ? ହରେ ପିଲେ ଠିକ ଅଛି ହରେ ଆଉ ହରେ ଶବ୍ଦର ଲାଷ୍ଟ କୁ ମଧ୍ୟ ପିଲେ ଏ କାର ଅଛି ପିଲେ ତ ପଦାନ୍ତ ଏ କାର ରହିଲା। ଆଉ ପରେ ଅଛି ପିଲେ ହର୍ସ୍ୱ ଅକାର ଅବର ପିଲେ ହର୍ସ୍ୱ ଅକାର। ତ ସେଥିପାଇଁ ଏଠି ପିଲେ କଣ ନା ହରେର ପିଲେ ଏ କାର ଅବର ପିଲେ ଅକାର। ଉଭୟଙ୍କ ସ୍ଥାନରେ ପିଲେ ଆଦେଶ ହବ ପୂର୍ବ ବର୍ଣ୍ଣ ମାନେ କଣ ଆଦେଶ ହବ ପିଲେ? ଏକାର ଏ କାର ପିଲା ଆଦେଶ ହେଇଯିବ ତ ସେଥିପାଇଁ ରୂପ ହେଇଯିବ ପିଲେ ହରେବ। ତ ଏଠି ଯୋଉ ଖଣ୍ଡ ଅକାର ଚିହ୍ନ ଦେଇଛି ଏଇ ଖଣ୍ଡ ଅକାର ଚିହ୍ନ ଦବା ପିଲେ ମାଣ୍ଡେଟୋରୀ ନୁହଁ ପିଲେ। ଦବା ନିହାତି ଦରକାର ସେମିତି ବି ନାହିଁ ପିଲେ ଦେଲେ ବି ଚଳିବ ନଦେଲେ ବି ଚଳିବ କାହିଁକି ନା ଖଣ୍ଡ ଆକାରର ଆବଶ୍ୟକତା ହିଁ କିଛି ନାହିଁ ପିଲେ। କାହିଁକି ନା ଏଠି ତ ପିଲେ ପୂର୍ବ ବର୍ଣ୍ଣ ପରବର୍ଣ୍ଣ ସ୍ଥାନରେ ପିଲେ କୋଉ ବର୍ଣ୍ଣ ଆଦେଶ ହବ? ପୂର୍ବ ବର୍ଣ୍ଣ ଆଦେଶ ହବ ହଁ। ତ ନର୍ମାଲି ପିଲେ ଏ କାର ଆଉ ଅକାର ଜାଗାରେ ପିଲେ ଏ କାର ଆଦେଶ ହେଇଯିବ ରୂପ ହେଇଯିବ ପିଲେ ହରେଇବ ଆକ୍ଚୁଆଲି ଆମେ ତାକୁ ଏମିତି ବି ଲେଖି ପାରିଥାନ୍ତେ ହରେବ ମଧ୍ୟ ଠିକ କିଛି ଭୁଲ ନୁହଁ ପିଲେ ଇଏ ବି ଠିକ। ହେଲା ଖାଲି ଏଠି ଖଣ୍ଡ ଅକାର ପିଲେ ଏଥିପାଇଁ ଦେଇଛି ତ ଜାଣିବା ପାଇଁ କି ପିଲେ ଏଠି ପୂର୍ବ ରୂପ ସନ୍ଧି ହେଇଛି ବୋଲି ଜାଣିବା ପାଇଁ ପିଲେ ଏଠି କୋଉ ସନ୍ଧି ହେଇଛି ବୋଲି ପୂର୍ବ ରୂପ ସନ୍ଧି ହେଇଛି ବୋଲି। କାହିଁକି ନା ପିଲେ ବେଳେ ବେଳେ କନଫ୍ୟୁଜନ ମଧ୍ୟ କ୍ରିଏଟ ହେଇଯାଏ କେମିତି କନଫ୍ୟୁଜନ କ୍ରିଏଟ ହେଇଯିବ ନା ଯଦି ପିଲା ଆମେ ଏମିତି ଲେଖିବା ହରେବ ବୋଲି ତ କନଫ୍ୟୁଜନ ପିଲେ ଏଇଆ ରହିବ ଏଠି ପୂର୍ବ ରୂପ ସନ୍ଧି ହେଇଛି କି ଗୁଣ ସନ୍ଧି ହେଇଛି ତ ସନ୍ଦେହ ପିଲେ ରହିବ କାହିଁକି ନା ପିଲେ ଯଦି ହର ପ୍ଲସ ଇବ ହେଇଯିବ ତାହେଲେ ବି ତ ରୂପ କଣ ହେଇଯିବ ହରେବ। ହରେବ ନା ନାଇଁ ତ ଏଭଳି କନଫ୍ୟୁଜନ ସୃଷ୍ଟି ନ ହଉ ସେଥିପାଇଁ ପିଲେ ମଝିରେ କୋଉ ଚିହ୍ନ ଦିଆହେଇଛି ପିଲେ ଖଣ୍ଡ ଅକାର ଚିହ୍ନ ବା ୟାକୁ ପିଲେ ଅବଗ୍ରହ ଚିହ୍ନ ବୋଲି ମଧ୍ୟ କୁହାଯାଇଥାଏ ପିଲେ ହେଲା। ସେଇଭଳିଆ ପିଲେ ବିଷ୍ଣୁ ପ୍ଲସ ଅବ ପିଲେ ଏଠି ମଧ୍ୟ ବିଷ୍ଣୁ ବି ପିଲା ପଦ ହିଁ କାହିଁକି ନା ବିଷ୍ଣୁ ଶବ୍ଦର ସମ୍ବୋଧନ ଏକ ବଚନ ଆଉ ପଦାନ୍ତରେ ପିଲେ ଓକାର ଅଛି ଆଉ ପରେ ପିଲେ ଅବର ପିଲେ କଣ ଅଛି ଅକାର ଅଛି ହଁ ତ ସେଥିପାଇଁ ପିଲେ ଉଭୟଙ୍କ ଜାଗାରେ କଣ ଆଦେଶ ହେଇଯିବ ଓ କାର ପିଲା ଆଦେଶ ହବ ଓକାର ଠିକ ଅଛି
ଆଉ ବାକି ଏଠି ଯେହେତୁ ପିଲେ ପୂର୍ବ ରୂପ ସନ୍ଧି ହେଇଛି ତାକୁ ଜାଣିବା ପାଇଁ ପିଲେ ମଝିରେ ଗୋଟେ ଖଣ୍ଡ ଆକାର ପିଲେ ଦିଆ ହଉଛି ବିଷ୍ଣୁବ ଇତି ରୂପମ ହେଲା। ତାହେଲେ ସେ କହୁଛନ୍ତି କି ଏଠାରେ ଦିଆଯାଉଥିବା ଯୋଉ ଏଭଳିଆ ଚିହ୍ନକୁ ଅବଗ୍ରହ ଚିହ୍ନ ବୋଲି କୁହାଯାଏ। ଏହି ଚିହ୍ନକୁ ଦବା ବା ନ ଦବା ନିଜ ଇଚ୍ଛା ଉପରେ ନିର୍ଭର କରେ। ତ ତୁମ ନିଜ ଉପରେ ନିର୍ଭର କରେ ପିଲେ ତୁମେ ଚାହିଁଲେ ବି ଦେଇପାରିବ ନ ଚାହିଁଲେ ବି ମଧ୍ୟ କିଛି ନ ବି ଦେଇପାର। କିନ୍ତୁ ପ୍ରାୟତଃ ପିଲେ ଯିଏ ବି ପ୍ରୟୋଗ କରାଯାଏ ଯୋଉଠି ବି ପ୍ରୟୋଗ ହେଇଥାଏ ସବୁ ଜାଗାରେ ପିଲେ କଣ ହେଇଥାଏ ଅବଗ୍ରହ ଚିହ୍ନ ଦିଆଯାଏ ପିଲେ ଦିଆଯାଇଥାଏ। ହେଲା। ତ ସେଥିପାଇଁ ଆମେ ମାନେ ପିଲେ ଦେଇ ଆସୁଛୁ ଠିକ ଅଛି। କିନ୍ତୁ ଦବା କୌଣସି ପ୍ରକାର ପିଲେ ମାଣ୍ଡେଟୋରୀ ନୁହଁ ପିଲେ ହେଲା। ତ ବୁଝି ହେଇଯିବ କିଛି ଅସୁବିଧା ନାହିଁ ପିଲେ ପୂର୍ବ ରୂପ ସନ୍ଧି ସହଜିଆ ସନ୍ଧିରେ ପିଲେ ଠିକ ଅଛି। ଖାଲି ତ ପିଲେ ପଦାନ୍ତ ହେଇଥିବ ଲାଷ୍ଟକୁ ପିଲେ ଏକାର ଓକାର ଥିବ ଆଉ ତାଙ୍କ ପରେ ପିଲେ କଣ ଥିବ କେବଳ ହର୍ଷ 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 ଅକାର ପିଲେ ଥିବ ହେଲା ଆଉ କିଛି କଥା ନାହିଁ। ଚାଲ ତ ବର୍ତ୍ତମାନ ପିଲେ କହୁଛି कि प्ले सर्वत्र विभाषा गोहो कौचे लोके वेदे च एंगन्तस्य गोह अतीबा प्रकृति भाव पदान्ते। चलो याकू बुझिया पिले कौन कौच कौचे पिले लौकिक शास्त्र रे आउ वैदिक शास्त्र रे पदांत एंगंत गो शब्द परे हर्ष अकार थिले विकल्प रे प्रकृति भाव होता है। तो मोर कहबार माने होची पिले या कि आमानकर पिले कौन है आम मैंने जाइले कि पिले जो जगह पदांत हो पिले पद हो आउ शेष पिले एकार थी अथवा कौन थी पिले ओकार थी आउ तापर जदि पिले हर्ष अकार थी ताहले पिले पूर्व रूप संधि होता है। पूर्व रूप संधि माने उभय स्थान रे पूर्व वर्ण पिले आदेश होता है। तो ये कहूँ कि किंतु गो शब्द परे को शब्द परे पिले गो शब्द भी लास्ट पिले ओकार अच्छी जदि हर्ष अकार रहुची ताले सेठी ना पिले पूर्व रूप संधि तो हब गोटे पक्षरे पिले पूर्व रूप संधि भी हब आउ गोटे पक्षरे से कहूँ विकल्प रे पिले प्रकृति भाव होता है। पिले विकल्प रे कौन हो पिले प्रकृति भाव प्रकृति भाव। प्रकृति भावर माने होची से कहूँ प्रकृति भाव कहले संधि पूर्व जो अवस्था थिला संधि परे मध्य पिले सही अवस्था रहिबा को ही प्रकृति भाव बोली पिले कहुए। तुम मैंने जानिछ पिले अल्प बहुत पिले प्रकृति भाव संधि विषय जानिछ पिले प्रकृति भाव संधि रे कौन हुए अरे प्रकृति भाव संधि रे जो संधि थी वो संधि ହେଇସାରିଲା ପରେ ବି ସେ ସେମିତି ରହିବ। କୌଣସି ପରିବର୍ତ୍ତନ ହବନି। हाँ कौन सी परिवर्तन पिले हबनी प्रकृत भाव प्रकृति भाव प्रकृति माने पिले आरंभ रु जेमती थिला मूल रु जेमती थिला सेमती ही भाव माने अवस्थिति सेमती रही जिबा को ही कहा जाय पिले कोन प्रकृति भाव पिले ठीक अछि। ଭାବ ताले से कौन कहूची कि जदि केवल पर्टिकुलर पिले गो शब्द परे जदि हर्ष अकार पिले रहुची ताले सेठी पूर्व रूप संधि हबो गोटे पक्षरे पिले आ गोटे पक्षरे कौन हे जिवो प्रकृति भाव संधि पिले हे जिवो। तो सेति पई पिले उदाहरण देख पिले देइचे गो प्लस अग्रम ताले एठी गो शब्द रहिला पिले ओकार अछि परे खंड अकार पिले अछि तो प्रकृति भाव संधि हे जिवो पिले सर्वत्र विभाषा गो सूत्र रे पिले प्रकृति भाव संधि हे गले जेमती कि सेमती रही गला पिले गो अग्रम आउ जो पक्षरे पिले पूर्व रूप हबो एंगह पदांता तो अतिरे पिले सेठी रूप हे जिवो पिले कोन गोग्रम हैला। ताले पिले गो प्लस अग्रम रे पिले गोटे तो प्रकृति भाव हबो गो अग्रम हैला प्रकृति भाव पिले को सूत्र रे हबो सर्वत्र विभाषा विभाषा गो हो आउ पिले पूर्व रूप संधि कोथरे हबो एंग पदांतादि पदार्थ हाँ एंगह पदांतात अति ठीक अछि बा एंगह पदांतात अति ठीक अछि पिले हला तला तला माने पिले एठी दीटा जिंस पिला माने जानले पिले कि जदि गो शब्द परे हर्ष अकार रहुची ताले प्रकृति भाव संधि हबो गोटे पक्षरे आ गोटे पक्षरे पिले पूर्व रूप संधि पिला पूर्व रूप हला। तापर वर्तमान पिले नेक्स्ट कोन कहूची वर्तमान बुझिबा तो ए दीटा सूत्र को वर्तमान छाड़ पिले पढ़िबा किंतु वर्तमान पे छाड़ मु काहे कहूची पिले त माने बुझि पारिबो आगो ए सूत्र को पिले देखो तापर पिले आ गोटे सूत्र कहूची कि पिले अवंग स्फोटायनस्य हैला स्फोटायन पिले जणे व्याकरण पिले हैला पाणिनिकर पूर्ववर्ती आचार्य तो से कहूची पिले कि अवंग स्फोटायनस्य पिले पदान्ते एंगन्तस्य गोह
ଅବଙ୍ଗ ବା ଅଛି। ଭଲସେ ବୁଝ ପିଲେ, ସେ କହୁଛି ଯଦି ଗୋ ଶବ୍ଦ ପରେ ପିଲେ ଅଚ ବର୍ଣ୍ଣ ଥିବ, ଅଚ ମାନେ ପିଲେ ସ୍ୱର ବର୍ଣ୍ଣ ଥିବ। ପିଲେ ଅଚ ବର୍ଣ୍ଣ ମାନେ କୋଉ ବର୍ଣ୍ଣ? ସ୍ୱର। ସ୍ୱର ବର୍ଣ୍ଣ। ତ ଏଠି ସେ କେବଳ ହର୍ସ୍ୱ ଅକାର କଥା କହୁନି ପିଲେ, ଏଠି ସେ ଅଚ ବୋଲି କହିଦଉଛି ପିଲେ, ଯେକୌଣସି ସ୍ୱର ବର୍ଣ୍ଣ। କହୁଛି ପିଲେ କି ଗୋ ଶବ୍ଦ ପରେ ଯଦି କୌଣସି ସ୍ୱର ବର୍ଣ୍ଣ ରହୁଛି ତାହେଲେ ବିକଳ୍ପରେ ପିଲେ ଅବଙ୍ଗ ଆଦେଶ ହବ। ବିକଳ୍ପରେ ପିଲେ କଣ ଆଦେଶ ହବ? ଅବଙ୍ଗ ଆଦେଶ ହବ। ବୁଝିଲା? ବିକଳ୍ପରେ ପିଲେ ଅବଙ୍ଗ ଆଦେଶ ହବ। କାହାକୁ ଅବଙ୍ଗ ଆଦେଶ ହବ? ନା ଗୋ ଶବ୍ଦକୁ ପିଲେ ଅବଙ୍ଗ ଆଦେଶ ହବ। ପିଲେ ଗୋ ଶବ୍ଦକୁ କଣ ଆଦେଶ ହବ? ଅବଙ୍ଗ। ହେଲା? ତ ଗୋ ଶବ୍ଦର ଅବଙ୍ଗ ଆଦେଶ ହବ ମାନେ ସମ୍ପୂର୍ଣ୍ଣ ଗୋ ଜାଗାରେ ତ ପିଲେ ଆଦେଶ ହବନି। ତ ତମମାନେ ଏଇ ଜାଗାରେ ପିଲେ ମନେ ପକେଇ ପାରିବ, ଆମ ମାନେ ଗୋଟେ ସୂତ୍ର ପିଲେ ପଢିଥିଲେ ପିଲେ କଣ, ଯେତେବେଳେ ସଂୟୋଗାନ୍ତସ୍ୟ ଲୋପଃ ତାପରେ ଗୋଟେ ସୂତ୍ର ଆସିଥିଲା ପିଲେ ଅଲୋଅନ୍ତ୍ୟସ୍ୟ। ମନେ ପଡୁଛି ପିଲେ? ଆରେ ପିଲେ ଟିକେ ମନେ ପକାଅ। ଆରେ ଆମେ ଗୋଟେ ସୂତ୍ର ପିଲେ ପଢିନଥିଲେ ଯେତେବେଳେ ପିଲେ ୟଣ ସନ୍ଧି ପଢୁଥିଲେ, ସେ ସମୟରେ ଗୋଟେ ସୂତ୍ର ଥିଲା ପିଲେ ସଂୟୋଗାନ୍ତସ୍ୟ ଲୋପଃ। ଆରେ ସଂୟୋଗାନ୍ତସ୍ୟ ଆଜ୍ଞା ଲୋପଃ। ସାର୍ ଆଉ ଆଜ୍ଞା ଆଉ ଆଜ୍ଞା ସାର୍ ତା ପର ସୂତ୍ର ଥିଲା ପିଲେ ଅଲୋଅନ୍ତ୍ୟସ୍ୟ। ମନେ ପଡିଲା ପିଲେ? ଆଜ୍ଞା ସାର୍ ହେଲା, ମୁଁ ତଥାପି ତମକୁ ଆଉ ଟିକେ ମନେ ପକେଇ ଦଉଛି ପିଲେ। ଯେତେବେଳେ ପିଲେ ଆମର ସୁ ଧ ଧ ୟ ଥିଲା, ଆଉ ସଂୟୋଗାନ୍ତସ୍ୟ ଲୋପ ସୂତ୍ର ପିଲେ କଣ କହୁଥିଲା ନା ଯାହାର ଅନ୍ତରେ ସଂଯୋଗ ଥିବ ସେ ସମ୍ପୂର୍ଣ୍ଣ ରୂପେ ଲୋପ ହେଇଯିବ। ମାନେ ସୁ ଧ ଧ ୟ ଟୋଟାଲଟାରେ ପିଲେ କଣ ପାଉଥିଲା? ଲୋପ ଲୋପ ପାଉଥିଲା ପିଲେ। କିନ୍ତୁ ଅଲ ଅନ୍ତ୍ୟସ୍ୟ କହିଲା କି ପିଲେ ଯୋଉ ଜିନିଷ ଷଷ୍ଠୀ ବିଭକ୍ତ୍ୟନ୍ତ ପଦ ଦ୍ଵାରା ହଉଥିବ, ଯୋଉ ଜିନିଷ ପିଲେ ଷଷ୍ଠୀ ବିଭକ୍ତ୍ୟନ୍ତ ପଦ ଦ୍ଵାରା ହଉଥିବ ତାହା ସମ୍ପୂର୍ଣ୍ଣ ସ୍ଥାନରେ ହୁଏନି, ବରଂ ପିଲେ ଅନ୍ତିମ ବର୍ଣ୍ଣ ସ୍ଥାନରେ ହୁଏ। କାହା ସ୍ଥାନରେ ହୁଏ? ଅନ୍ତିମ ବର୍ଣ୍ଣ ସ୍ଥାନରେ ହୁଏ। ସେଥିପାଇଁ ସୁ ଧ ଧ ୟ ସମ୍ପୂର୍ଣ୍ଣର ଲୋପ ହବନି, ବରଂ କେବଳ ପିଲେ କାହାର ଲୋପ ହେଲା? ୟର ପିଲେ ଲୋପ ପାଉଥିଲା। ହଁ, ୟର ପିଲେ ଲୋପ ପାଉଥିଲା। ତାପରେ ତ ପୁଣି ପିଲେ ବାର୍ତ୍ତିକ ଆସିଲା, ସେ କହିଲା ନାଇଁ ୟଣ ପ୍ରତିଷେଧ ବାଚ୍ୟ ପିଲେ କହିକିରି ସେ ମନା କରିଦବ କି ପିଲେ ୟଣ ପ୍ରତ୍ୟାହାରର କଣ ହବନି? ଲୋପ ହବ ନାହିଁ। ତ ଏଠି ମଧ୍ୟ ପିଲେ ଠିକ ସେଇ ଜିନିଷ ଟିକେ ପିଲେ ମନେ ପକାଅ। ତ ଏଠି ସେ କହିଲା କି ଗୋ ଶବ୍ଦ ସ୍ଥାନରେ ଅବଙ୍ଗ ଆଦେଶ ହବ। ତାହେଲେ ଏଠି କଣ ସମ୍ପୂର୍ଣ୍ଣ ଗୋ ଶବ୍ଦ ଜାଗାରେ ଅବଙ୍ଗ ଆଦେଶ ହବ? ନା। ତ ଏଠି ଗୋ ଶବ୍ଦ ଜାଗାରେ ଅବଙ୍ଗ ଆଦେଶ ହବ, ୟାର ମାନେ ହଉଛି ଗୋ ଶବ୍ଦର ଅନ୍ତିମ ବର୍ଣ୍ଣ ସ୍ଥାନରେ ହବ। ହେଲେ ଏଠି କାହା ଜାଗାରେ ହବ? ଗୋ ଶବ୍ଦର ଅନ୍ତିମ ବର୍ଣ୍ଣ ସ୍ଥାନରେ ପିଲା ହବ, ମାନେ ଓକାର ସ୍ଥାନରେ ପିଲା ଆଦେଶ ହବ। ତାହେଲେ ଏଠି ଯୋଉ ଆଦେଶ ପିଲା ହବ, ଆଦେଶ ହଉଛି ପିଲା କଣ? ଅବଙ୍ଗ। ହଁ, ପିଲେ ଅବଙ୍ଗ ଯୋଉ ଆଦେଶ ହବ ପିଲେ, ତ ଅବଙ୍ଗର ପିଲେ ଓଁକାର ଲୋପ ହେଇଯିବ। ପିଲେ ଓଁକାର ପିଲେ ଲୋପ ହେଇଯିବ କୋଉ ସୂତ୍ରରେ ପିଲେ? ହଲନ୍ତ୍ୟମରେ। ଆମ ମାନେ ପଢିଥିଲା ନା ପିଲା କି ଅନ୍ତିମ ବ୍ୟଞ୍ଜନ ବର୍ଣ୍ଣର ସବୁବେଳେ ପାଇଁ ଇତି ସଂଜ୍ଞା ହେଇଥାଏ, କୋଉ ସୂତ୍ରରେ ହେଇଥାଏ ପିଲେ? ହଲନ୍ତ୍ୟମରେ। ମାନେ ବ୍ୟଞ୍ଜନ ବର୍ଣ୍ଣର ପିଲେ ଇତି ସଂଜ୍ଞା ହଲନ୍ତ୍ୟମ, ଆଉ ସ୍ୱର ବର୍ଣ୍ଣର ପିଲେ ଇତି ସଂଜ୍ଞା ହଉଛି ଉପଦେଶ ଅଜନୁନାସିକ ଇତିରେ ପିଲେ। ତାହେଲେ ଅବଙ୍ଗର ପିଲେ ଓଁକାର ଇତି ହେଇଯିବ, ଆଉ ଯାହାର ଓଁକାର ଇତି ତାକୁ କୁହାଯାଏ ପିଲେ ଉଇଥି। ତାକୁ ପିଲେ କଣ କୁହାଯାଏ? ଉଇଥି। ଆରେ ଓଁକାର ଇତି ମାନେ ତାକୁ ହେଲା ଉଇଁତି ବୋଲି କୁହାଯିବ। ଯାହାର ପିଲେ କକାର ଇତି ହେଇଥିବ ତାକୁ ପିଲେ କଣ କୁହାଯିବ? କିତି ବୋଲି କୁହାଯିବ। ନା ନାଇଁ, ଯାହାର ଯୋଉଟା ଲୋପ ହେଇଥିବ ପିଲେ, ଯାହାର କକାର ଇତି ହେଇଥିବ ସେ ହଉଛି କିତି, ଯାହାର ପିଲେ ଣକାର ଇତି ହେଇଥିବ ସେ ହଉଛି ଏଣିତି। ହଁ, ସେମିତି ଏଠି ଯାହାର ପିଲେ ଉଁକାର ଇତି ସିଏ ହଉଛି ପିଲେ କଣ? ଉଇଥି। ବୁଝିହେଲା ପିଲେ? ତ କାହିଁକି ପିଲେ ମୁଁ କହୁଛି ଆକୁ ଆମେ ମାନେ ବୁଝିବା ପିଲେ। ଦେଖ, ତ ଆମ ମାନେ ଏତିକି କଥା ଜାଣିଲେ ପିଲେ କି ଗୋ ଶବ୍ଦ, ଏଠି ତ ଦିଆ ହେଇଛି ଗୌ ଯୁକ୍ତ ହଁ ଏଠି ଅଚ ର ମାନେ ହଉଛି ସ୍ୱର ବର୍ଣ୍ଣ। ଗୋ ଶବ୍ଦ ପରେ ପିଲେ ଯଦି କୌଣସି ବି ସ୍ୱର ବର୍ଣ୍ଣ ରହୁଛି ତାହେଲେ ଗୋ ସ୍ଥାନରେ ପିଲେ ବିକଳ୍ପରେ କଣ ଆଦେଶ ହବ? ଅବଙ୍ଗ ପିଲେ ଆଦେଶ ହବ। ଠିକ ଅଛି ପିଲେ, ଅବଙ୍ଗ ପିଲେ ଆଦେଶ ହବ। ତ ବର୍ତ୍ତମାନ ପିଲେ ଏଇଠି ଗୋଟିଏ ଜିନିଷ ତମମାନଙ୍କୁ ସେ ସ୍ପଷ୍ଟ କରିବା ପାଇଁ ପିଲେ ଉପର ଦିଟା ସୂତ୍ର ତମମାନେ ପିଲେ ବହୁତ ଭଲସେ ଏବେ ବୁଝିପାରିବ ପିଲେ। ସେ କହୁଛି ପିଲେ ଅନେକାଲ ଶୀତି ସର୍ବସ୍ୟ। ସେ କହୁଛି ଅନେକାଲ ୟହ ଆଦେଶ ଶୀତି ଚ ସହ ସର୍ବସ୍ୟ ଷଷ୍ଠୀ ନିର୍ଦ୍ଦିଷ୍ଟ ସ୍ଥାନେ ସ୍ୟାତ୍। କହୁଛି ପିଲେ କି ଯେଉଁ ଆଦେଶରେ
ଅନେକ ବର୍ଣ୍ଣ ରହିଥାଏ ଅଥବା ଯେଉଁ ଆଦେଶରେ ତାଲବ୍ୟ ସକାର ଇତି ହୋଇଥାଏ ସେହି ଆଦେଶ ସମ୍ପୂର୍ଣ୍ଣ ସ୍ଥାନୀର ସ୍ଥାନରେ ହୋଇଥାଏ। ପିଲେ ସେ କହୁଛି ଏମିତିକା ଆଦେଶ ଯୋଉ ଆଦେଶରେ ପିଲେ ଅନେକ ବର୍ଣ୍ଣ ଥିବେ, ଅନେକର ମାନେ ହଉଛି ଏକରୁ ଅଧିକ, ବୁଝିହଉଛି ପିଲେ। ଯେଉଁ ଆଦେଶରେ ପିଲେ ଅନେକ ବର୍ଣ୍ଣ ଥିବେ ତ ସେଭଳିଆ ଆଦେଶ ପିଲେ ସ୍ଥାନୀର ସମ୍ପୂର୍ଣ୍ଣ ସ୍ଥାନରେ ହେଇଥାଏ। ପିଲେ ସ୍ଥାନୀର କୋଉଠି ହବ? ସମ୍ପୂର୍ଣ୍ଣ ସ୍ଥାନରେ ପିଲା। ସ୍ଥାନ ତାହେଲେ ପିଲା ଆମର ଏଠି ଯୋଉ ପିଲେ ଏଠି ଆମର ଆଦେଶ ହଉଛି ପିଲେ ଅବଙ୍ଗ ଆଉ ସ୍ଥାନୀୟ ହଉଛି ପିଲେ କଣ? ଗୋ। ଆରେ ଆରେ ଗୋ ସ୍ଥାନୀୟ ହଉଛି ଗୋ ପିଲେ, ଗୋ ସ୍ଥାନରେ ଅବଙ୍ଗ ହବ ନା ପିଲେ, ତ ସ୍ଥାନୀ କିଏ ସେ? ଗୋ ଗୋ ପିଲେ, ଗୋ ହଉଛି ସ୍ଥାନୀ, ଅବଙ୍ଗ ହଉଛି ପିଲା ଆଦେଶ। ତ ଅବଙ୍ଗରେ ପିଲେ କେତେ ଗୁଡେ ବର୍ଣ୍ଣ ନାହିଁ ପିଲେ? ଅବଙ୍ଗରେ ପିଲେ ଅକାର ଅଛି, ପିଲେ ବକାର ଅଛି, ବକାର ପରେ ବି ପିଲେ ଅକାର ଅଛି, ନା ନାହିଁ ପିଲେ ଉଅକାର ଅଛି। ତ ଅନେକ ବର୍ଣ୍ଣ ଅଛନ୍ତି କି ନାହିଁ ପିଲେ? ଆଜ୍ଞା ସାର୍। ତାହେଲେ ସେଥିପାଇଁ ଇଏ ଯୋଉ ଅବଙ୍ଗ ଆଦେଶ ଏଥିରେ ପିଲେ ଅନେକ ବର୍ଣ୍ଣ ଅଛନ୍ତି। ତାହେଲେ ଅନେକାଲ ସିତି ସର୍ବସ୍ୱ ସୂତ୍ର ହିସାବରେ ଇଏ ଯୋଉ ଅବଙ୍ଗ ପିଲା ଆଦେଶ ହବ ଇଏ ପିଲେ ସମ୍ପୂର୍ଣ୍ଣ ଗୋ ସ୍ଥାନରେ ହବା କଥା। ପିଲେ ସମ୍ପୂର୍ଣ୍ଣ ଗୋ ସ୍ଥାନରେ ହବା କଥା। ଯଦି କିଏ ପଚାରିବ କାହିଁକି ସମ୍ପୂର୍ଣ୍ଣ ଗୋ ସ୍ଥାନରେ ହବା କଥା, ତେବେ ତାର ଉତ୍ତର କଣ ଦବ? ଯେହେତୁ ଅବଙ୍ଗରେ ପିଲେ ବହୁତ ଗୁଡେ ଅନେକ ବର୍ଣ୍ଣ ଅଛି। ଅନେକ ହଁ, ବହୁତ ଗୁଡେ କହିବନି ପିଲେ, ଅନେକ ବର୍ଣ୍ଣ ଅଛି। କଣ ପିଲେ କେତେ ବର୍ଣ୍ଣ ଅଛି? ଅନେକ ବର୍ଣ୍ଣ ଅଛି। କାହିଁକି ନା ଅନେକ ଶବ୍ଦ ଅନେକ ବର୍ଣ୍ଣ ଅନେକର ମାନେ ହଉଛି ପିଲେ ଏକରୁ ଅଧିକ ପିଲେ, ଠିକ ଅଛି। ବହୁତ ଗୁଡିଏ ହେଇଗଲେ ତାର ପିଲେ ଅର୍ଥ ଭିନ୍ନ ହେଇଯିବ। ତ ଅନେକ ବର୍ଣ୍ଣ ଅଛି ହେଲା। ତ ସେଥିପାଇଁ ପିଲେ ଇଏ ସମ୍ପୂର୍ଣ୍ଣ ଗୋ ସ୍ଥାନରେ ପିଲେ ଅବଙ୍ଗ ପାଉଥିଲା, କିନ୍ତୁ ପିଲେ ତାକୁ ବାଧା ଦେଲା ପିଲେ ଉଇଁତିଚ। ଆଉ ଗୋଟେ ସୂତ୍ର ଆସିଲା ପିଲେ, ସୂତ୍ର ହଉଛି ପିଲେ ଉଇଁତିଚ। ଇଏ କହୁଛି ପିଲେ ଉଇଁତି ଅନେକାଲ ଅପି ଅନ୍ତ୍ୟସ୍ୟ ଏବ ସ୍ୟାତ୍। ସେ କହୁଛି ଯେଉଁ ଆଦେଶରେ ଉଅଁକାର ଇତି ହୋଇଥାଏ, ତାହେଲେ ଅବଙ୍ଗରେ ପିଲେ ଉଅଁକାର ଇତି ହେଇଛି ନା ହେଇନି? ହେଇଛି ହେଇଛି ପିଲେ। ତାହେଲେ ସେ କହୁଛି ଯେଉଁ ଆଦେଶରେ ଉଅଁକାର ଇତି ହୋଇଥାଏ ସେହି ଆଦେଶଟି ଅନେକ ବର୍ଣ୍ଣ ବିଶିଷ୍ଟ ହେଲେ ମଧ୍ୟ ସ୍ଥାନୀର ଅନ୍ତିମ ବର୍ଣ୍ଣ ଠାରେ ହିଁ ଆଦେଶ ହବ। ସେଥିପାଇଁ ଅନେକାଲ ସିତ୍ ସର୍ବସ୍ୱ ନିୟମ ହିସାବରେ ଯୋଉଗୁଡାକ ଅନେକ ବର୍ଣ୍ଣ ବିଶିଷ୍ଟ ହେଇଥିବେ ଯୋଉ ଆଦେଶ ଗୁଡାକ ସେମାନେ ସ୍ଥାନୀର ସମ୍ପୂର୍ଣ୍ଣ ସ୍ଥାନରେ ହବା କଥା। କିନ୍ତୁ ଉଇଞ୍ଚ କହୁଛି ଯଦି ସେହି ଆଦେଶର ଉଅଁକାର ଇତି ହେଇଥାଏ ତାହେଲେ ସେ ଅନେକ ବର୍ଣ୍ଣ ବାଲା ହେଲେ ମଧ୍ୟ ସେ ସ୍ଥାନୀର ପିଲେ ସମ୍ପୂର୍ଣ୍ଣ ସ୍ଥାନରେ ହବନି, କେବଳ ସ୍ଥାନୀର ପିଲେ କୋଉ ବର୍ଣ୍ଣ ପାଖରେ ହବ? ଅନ୍ତିମ ବର୍ଣ୍ଣ। ଅନ୍ତିମ ବର୍ଣ୍ଣ ପାଖରେ ହବ ପିଲେ। ତ ସେଇ କଥା ବର୍ତ୍ତମାନ ସେ ସାର୍ କହୁଛି। ଆଉଥରେ ଟିକେ କହିଦେଇଛି, ଆଉଥରେ ଟିକେ କହିଦେଇଛି। ହଁ, ଅନେକାଳ ସିତ୍ ସର୍ବସ୍ୱ ପିଲେ ଦେଖ ଏଇଠି ଦେଖିଲେ ବୁଝିଯିବ ପିଲେ ନା। ଦେଖ ଏଠାରେ ପିଲେ ଆଦେଶଟି ହଉଛି ପିଲେ ଅବଙ୍ଗ, ଭଲସେ ବୁଝ ପିଲେ। ଆଉ ଏହା ପିଲେ ଅନେକ ବର୍ଣ୍ଣ ବିଶିଷ୍ଟ, ବୁଝିପାରିଲେ ଅନେକ ବର୍ଣ୍ଣ ବିଶିଷ୍ଟ କାହିଁକି? କାହିଁକି ଏଥିରେ ପିଲେ ଅନେକ ବର୍ଣ୍ଣ ଅଛି, ଏକରୁ ଅଧିକ ବର୍ଣ୍ଣ ଅଛି। ତେଣୁ ଅନେକାଲ ସିତ୍ ସର୍ବସ୍ୱ ସୂତ୍ର ଅନୁସାରେ ଏଇ ଅବଙ୍ଗଟା ପିଲେ ସମ୍ପୂର୍ଣ୍ଣ ସ୍ଥାନୀର ସ୍ଥାନରେ ଆଦେଶ ପ୍ରାପ୍ତ ହେଉଅଛି, ମାନେ ପୁରାପୁରି ଗୋ ସ୍ଥାନରେ ପିଲେ ପାଉଛି। କାହିଁକିନା ଅନେକାଳ ସିତ୍ ସର୍ବସ୍ୱ କହୁଛି ନା ପିଲେ ଯୋଉ ଆଦେଶରେ ଅନେକ ବର୍ଣ୍ଣ ଥିବ ସେ ପିଲେ ସ୍ଥାନୀର ସମ୍ପୂର୍ଣ୍ଣ ସ୍ଥାନରେ ପିଲେ ହବ, ବୁଝିଲା। ତାହେଲେ ପାଉଥିଲା ପିଲେ, ତେବେ ସ୍ଥାନୀର ସମ୍ପୂର୍ଣ୍ଣ ସ୍ଥାନରେ ଆଦେଶ ପାଉଥିବା ବେଳେ ଆଉ ଗୋଟେ ସୂତ୍ର ପିଲା ଆସିଲା, ସୂତ୍ର ହଉଛି ପିଲେ କଣ? ଉଇଁତିଚ ହେଲା। ତ ଏଇ ସୂତ୍ର ପିଲେ ଏହାକୁ ବାଧା ଦଉଛି, କାହିଁକି ନା ଏହି ଆଦେଶଟି ଯଦ୍ୟପି ଅନେକ ବର୍ଣ୍ଣ ବିଶିଷ୍ଟ ତଥାପି ପିଲେ ୟାର କଣ ପିଲେ ଇତି ହେଇଛି? ଉଅଁକାର ଇତି ହେଇଛି, ମାନେ ଏଇଟା ପିଲେ ଉଇଁତି ଅଟେ। ସେଥିପାଇଁ ଏହା ପିଲେ ସ୍ଥାନୀର ସମ୍ପୂର୍ଣ୍ଣ ସ୍ଥାନରେ ନ ହେଇକିରି କେବଳ ପିଲେ କାହାଠାରେ ହବ? ଅନ୍ତିମ ବର୍ଣ୍ଣ ଅନ୍ତିମ ବର୍ଣ୍ଣ ଠାରେ। ତାହେଲେ ଅବଙ୍ଗରେ ପିଲେ ଅନେକ ବର୍ଣ୍ଣ ଥିବା କାରଣରୁ ଅନେକାଳ ସିତ୍ ସର୍ବସ୍ୱ ସୂତ୍ର ହିସାବରେ ପୁରା ସମ୍ପୂର୍ଣ୍ଣ ଗୋ ସ୍ଥାନରେ ପାଉଥିଲା। କିନ୍ତୁ ଉଇଞ୍ଚ କହିଲା ନାଇଁ, ଯଦ୍ୟପି ଏଥିରେ ଅନେକ ବର୍ଣ୍ଣ ଅଛି ସତ, କିନ୍ତୁ ତଥାପି ମଧ୍ୟ ୟାର ପିଲେ ଉଅଁକାର ଇତି ହେଇଛି। ସେଥିପାଇଁ ଯୋଉଗୁଡାକ ପିଲେ ଉଅଁକାର ଇତି ହେଇଥିବ ତାହା ପିଲେ ଅନେକ ବର୍ଣ୍ଣ ବିଶିଷ୍ଟ ହେଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସ୍ଥାନରେ ହବନି, ବରଂ ସ୍ଥାନୀର କେବଳ ଅନ୍ତିମ ବର୍ଣ୍ଣ ଠାରେ ପିଲେ ହବ। ତ ସେଥିପାଇଁ ଆମମାନେ ପିଲେ ସାର୍ ଏଠି ୱିଚ୍ କହିଲେ ଉଁକାର ଯୋଉ ରହୁଛି ଉଁକାରର କେମିତି ଏଇଟା ଲୋପ ମାନେ ଇ କହୁଛି? ହଲନ୍ତ୍ୟମ ସୂତ୍ରରେ, କାହିଁକିନା ଅନ୍ତିମ ବ୍ୟଞ୍ଜନ ବର୍ଣ୍ଣର ସବୁବେଳେ ହଲନ୍ତ୍ୟମରେ ଇତି ହେଇଥାଏ। ତ ଅବଙ୍ଗର ପିଲେ ଉଅଁକାର ଇତି ହେଇଯିବ ନା ନାଇଁ? ଅବଙ୍ଗର ପିଲେ ଉଅଁକାର ଇତି ହେଇଗଲେ ଆଚ୍ଛା କେବଳ ପିଲେ କଣ ରହିବ? ଅବ ଅବ। ହବ।
ହେଲା କେବଳ ପିଲେ ଅବ ରହିବ, ହଳାନ୍ତ ବି ନୁହଁ ପୁରା ହେଲା ଅବ। ଠିକ ଅଛି। ଏଇ ତାପରେ ଅନେକାଳ ସର୍ବସ୍ୟ ଆଉ ଅବଂ ସ୍ଫୋଟାୟନ ସେ ଦିଟା ଯାକ ସୂତ୍ର ତ ଗୋଟେ କଥା କହୁଛନ୍ତି ନା କିଛି ତ ଅଲଗା ନାଇଁ କହିଲେଣି? ଅବଙ୍ଗ ସ୍ଫୋଟାୟନସ୍ୟ କହୁଛି କି ଗୋ ସ୍ଥାନରେ ଅବଙ୍ଗ ଆଦେଶ ହବ, ବାକି ତା କଥା ହେଲା ଏତିକି। ତାପରେ କନଫ୍ୟୁଜନ ସୃଷ୍ଟି ହେଲା କି ଅବଙ୍ଗଟା ଗୋ ସ୍ଥାନରେ ହବ ଯେ ପୁରାପୁରି ଗୋ ସ୍ଥାନରେ କରିବା ନା ଗୋର କେବଳ ଅନ୍ତିମ ବର୍ଣ୍ଣ ଜାଗାରେ କରିବା। ତ ଏଇ ଯୋଉ କନଫ୍ୟୁଜନ କୁ ଦୂର କରୁଛନ୍ତି କିଏ କିଏ? ଅନେକାଳ ସିତ୍ ସର୍ବସ୍ୟ ଆଉ ପିଲେ ଉଇଁତିଚ। ତ ଅନେକାଳ ସିତ୍ ସର୍ବସ୍ୟ କହିଲା ଯେହେତୁ ଏଥିରେ ଅନେକ ବର୍ଣ୍ଣ ଅଛି ତାକୁ ତୁମେ ସମ୍ପୂର୍ଣ୍ଣ ଗୋ ସ୍ଥାନରେ କରିଦିଅ। ତାପରେ ଉଇଁଚ କହିଲା ନାଇଁ ନାଇଁ ସେମିତି କରନି, ଏଥିରେ ଅନେକ ବର୍ଣ୍ଣ ଅଛି ସତ ତଥାପି ମଧ୍ୟ ୟାର ଉଅକାର ଟା ଇତି ହେଇଛି, ସେଥିପାଇଁ ଯୋଉ ଗୁଡାକର ଉଅକାର ଇତି ହେଇଥାଏ ତାହା ସମ୍ପୂର୍ଣ୍ଣ ସ୍ଥାନୀ ସ୍ଥାନରେ ହବନି, ତାହା କେବଳ ପିଲେ କୋଉଠି ହବ? ଅନ୍ତିମ ବର୍ଣ୍ଣ ଠାରେ ପିଲେ ହବ। ଆଉ ସେଇ ହିସାବରେ ପିଲେ ପୂର୍ବ ସୂତ୍ର ଠାରୁ ପିଲେ ପରସୂତ୍ର ବଳବାନ ହେଇଥାଏ। ପୂର୍ବ ସୂତ୍ର ଠାରୁ ପିଲେ ପରସୂତ୍ର କଣ ହେଇଥାଏ? ବଳବାନ ହେଇଥାଏ ପିଲେ। ତ ସେଥିପାଇଁ ଯଦି ପିଲେ ଅନେକାଳ ସିତ୍ ସର୍ବସ୍ୟ ଠିକ ଅଛି ନାଇଁ ଏଇଟା ତ ପିଲେ ଏଇଟା ହେଲା ପରସୂତ୍ର ହେଇଯାଉଛି ପିଲେ। ନାଇଁ ନାଇଁ ଉଇଁଚ ପିଲେ କଣ ହଉଛି? ପୂର୍ବ ସୂତ୍ର ଏଠି 53 ହେଲା। ହଁ ତ ଏଇଟା ପିଲେ ପରସୂତ୍ର ଅଛି କିନ୍ତୁ ଏଠି ସେ ନିୟମ ପିଲେ ହେଇନି ହେଲା। ଏଠି ଯୋଉ ଉତ୍ତର ବଳିଆନ ସେ ନିୟମ ଏଠି ପିଲେ ପଡିନି ପିଲେ ଠିକ ଅଛି। ଏଠି କେବଳ ପରସ୍ପରକୁ ପିଲା ଖଣ୍ଡନ କରିଦେଇଛନ୍ତି ହେଲା। ହେଲା ତ ସେଇ ହିସାବରେ ପିଲେ ପ୍ରଥମେ ଆମର ପିଲେ ଏଠି ରୂପ ଥିଲା ପିଲେ ଗୋ ପ୍ଲସ ଅଗ୍ରମ, ଦେଖ ପୂର୍ବରୁ ପିଲେ ଗୋ ପ୍ଲସ ଅଗ୍ରମ ର ଦିଟା ରୂପ ହେଇ ସାରିଛି ପିଲେ। ଗୋଟେ ହେଇଥିଲା ପ୍ରକୃତି ଭାବ ଗୋ ଅଗ୍ରମ ସେମିତି ରହିଥିଲା। ଗୋଟେ ହେଇଥିଲା ପିଲେ ପୂର୍ବ ରୂପ ଯୋଉଥିରେ କି ପିଲେ ଗୋଗ୍ରମ କରାହେଇଥିଲା। ବର୍ତ୍ତମାନ ପିଲେ ଏଠି ଆହୁରି ବି ଗୋଟେ ରୂପ ପିଲେ ହେଇଯିବ ଗୋ ପ୍ଲସ ଅଗ୍ର ଥିଲା। ତାହେଲେ ପିଲେ ଉଇଁତିଚ ଏଇ ସୂତ୍ର ସାହାଯ୍ୟରେ ଅବଙ୍ଗ ସ୍ଫୋଟାୟନସ୍ୟ ସୂତ୍ର ଦ୍ଵାରା ପିଲେ କୋଉ କଣ ଆଦେଶ ହେଲା ପିଲେ ଓକାର ଜାଗାରେ? ଅବଙ୍ଗ ଆଦେଶ ହେଲା। ଆଉ ଅବଙ୍ଗର ପିଲେ ଓଁକାର ଇତି ହେଇଗଲା ହଲନ୍ତ୍ୟମ ରେ ଠିକ ଅଛି। ତାପରେ ସେଥିରୁ ପିଲେ ଏଇ ଯୋଉ ଅବର ଅକାର ଅଛି ଅଗ୍ରମର ବି ଅକାର ଅଛି ତ ମିଶିଲେ କଣ ହେଇଯିବ ପିଲେ? ଆକାର ହେଇଯିବ, ସେଥିପାଇଁ ରୂପ ହେଇଗଲା ପିଲେ କଣ? ଗବାଗ୍ରମ। ସେଥିପାଇଁ ଗୋ ପ୍ଲସ ଅଗ୍ରମର ତିନିଟା ରୂପ ହେଇଥାଏ ପିଲେ, ତ ଗୋଟେ ହେଇଥାଏ ପିଲେ କଣ ଏଠି ତଳେ ଦେଇଦେଇଛି ମଧ୍ୟ। ଗୋଟେ ପିଲେ ହେଇଯିବ ଆମର ଗୋ ଅଗ୍ରମ ହେଲା ଏଙ୍ଗ ପଦାନ୍ତା ତତିରେ ଆଉ ସର୍ବତ୍ର ବିଭାଷା ଗୋହରେ ପ୍ରକୃତି ଭାବ ଗୋ ଅଗ୍ରମ ହେଲା। ଆଉ ଗୋଟେ ପିଲା ଅବଙ୍ଗ ଆଦେଶ ହେଇକରି ପିଲେ କଣ ରୂପ ହେଇଯିବ? ଗବାଗ୍ରମ ହେଲା ଏମିତି ହେଇକରି ପିଲେ ତିନିଟା ରୂପ ହେଇଯିବ ପିଲେ ଠିକ ଅଛି। ହେଲା। ସାର୍ ଏଠି ତାପରେ ଗୋର ଅବ୍ଦ ରହିଛି ଅବ୍ର ଅଟା ସେଠି ମିଶୁଛି ତ? ହୁଁ ଆମର ଏମିତି ହେଇଗଲା ନା ପିଲେ ଗ ହଳାନ୍ତ ହେଇଗଲା ପିଲେ ଅବ ହେଇଗଲା। ଆଉ ଏଠି ପିଲେ କଣ ଅଛି ଅଗ୍ରମ ପିଲା ଅଛି। ତାହେଲେ ଗ ହଳାନ୍ତ ଅ ମିଶି ଗଲେ ହେଇଗଲା ପିଲେ ଗ ତାପରେ ମିଶିଲା ବର ଲାଷ୍ଟକୁ ଅଛି ଅକାର ଏଠି ଅଛି ଅକାର ତ ମିଶିଲା ଆ ହେଇଯିବ ମାନେ ବା ହେଇଗଲା। ତାପରେ ଗ୍ରମ ଲେଖିବ ଆଉ କଣ ରୂପ ହେଇଯିବ ପିଲେ? ଗବାଗ୍ରମ ଗବାଗ୍ରମ। ହେଲା ପିଲେ। ସେ ଚାଲ ତିନୋଟି ରୂପ ଯୋଉ କହିଲେ କୋଉଟା କି? ଗୋଟେ ତ ବିକଳ୍ପର ହେଇଛି ଆଉ ଯୋଉ ଏଇଟା ଏଇ ଯୋଉ ଅବଙ୍ଗର ଇଥି ସେ ଆଉ ଗୋଟେ କୋଉଟା? ହଁ ଗୋଟେ ଗବାଗ୍ରମ ଆଉ ଗୋଟେ ହଉଛି ପିଲେ କଣ ପୂର୍ବ ରୂପ ହେଲେ ଗୋଗ୍ରମ ହେଲା ଆଉ ଗୋଟେ ହଉଛି ପିଲା ପ୍ରକୃତି ଭାବରେ ହେଲେ ଗୋ ଅଗ୍ରମ ଆଚ୍ଛା ହେଲା ଏମିତି ହେଇକିରି ହଁ ତିନିଟା ରୂପ 1 2 3। ଭାଇନା ହୁଁ। ଗୋଟେ ଏଙ୍ଗ ପଦାନ୍ତ ଦତିରେ ଗୋଟେ ପୂର୍ବ ରୂପ ସନ୍ଧି ହଉଛି ସେକେଣ୍ଡ ହୁଁ ଟା ଆମର ସର୍ବତ୍ର ବିଭାଷକରେ ହଉଛି ଆମର ପ୍ରକୃତି ଭାବ ସନ୍ଧି। ହୁଁ ଅବଙ୍ଗ ଆଦେଶ ଯୋଉଟା ହଉଛି ସେଟା କୋଉ ସନ୍ଧି ହେଇଯାଉଛି? ଅବଙ୍ଗ ସ୍ଫୋଟାୟନସ୍ୟ। ସ୍ଫୁଟ ଠିକ ଅଛି ପିଲେ ଅବଙ୍ଗ ସ୍ଫୋଟାୟନସ୍ୟ ଯୋଉ ଗବାଗ୍ରମ ରୂପ ହଉଛି ପିଲେ ସେ ହଉଛି ଅବଙ୍ଗ ସ୍ଫୋଟାୟନସ୍ୟ। ଚାଲ ତାପରେ ସେଥିରୁ ନେକ୍ସଟ କହୁଛି ପିଲେ ଇନ୍ଦ୍ରେଚ ପିଲେ ଗୋହ ଅବଙ୍ଗ ସ୍ୟାତ ଇନ୍ଦ୍ରେ କହୁଛି ଖାଲି ଏତିକି ନୁହଁ ସେ କହୁଛି ଗୋ ଶବ୍ଦ ପରେ ପର୍ଟିକୁଲାର ପିଲେ ଗୋ ଶବ୍ଦ ପରେ ଯଦି ପିଲେ ଇନ୍ଦ୍ର ଶବ୍ଦ ଥିବ କୋଉ ଶବ୍ଦ ଥିବ ପିଲେ ଇନ୍ଦ୍ର ଶବ୍ଦ ଥିବ ଇନ୍ଦ୍ର ତାହେଲେ ବି ପିଲେ ଗୋ ସ୍ଥାନରେ ଅବଙ୍ଗ ଆଦେଶ ହବ। ବାକି ଗୋ ସ୍ଥାନରେ ଅବଙ୍ଗ ଆଦେଶ ହବ ନା ଆମେ ତ ପୂର୍ବରୁ ଜାଣି ସାରିଛେ ପିଲେ କି ଗୋର କାହା ଜାଗାରେ ଅବଙ୍ଗ ହବ ତ ଗୋର ପିଲେ କାହା ଜାଗାରେ ଅବଙ୍ଗ ହବ? ଓ ଜାଗାରେ ପିଲେ ଅନ୍ତିମ
अंतिम वर्ण स्थान अंतिम अंतिम अनुजागारे वर्ग आदेश हब तो सेही हिसाब रे पिले हेजिबो ग हळांत पिले ये हेगला पिले अब ये हेगला पिले इंद्र तो जेते संधि कर दवा ग हळांत अ मिसी गले कोन हेगला पिले ग हेगला तापर बर लास्ट को अछि अकार इंद्र र आरंभ रो अछि ई कार तले अ ई मिसले कोन हेजिबो एक ए कार हेगला तो बे हेगला तापर पिले इंद्र तो रूप हेगला पिले कोन गो प्लस इंद्र गवेन्द्र गवेन्द्र हाँ हेला पिले तो बुझे ଯିବ कि नहीं पिले ताले एमती पिले एई पर्यंत सरीगला पिले प्रायतः संधि तापर एइठु वर्तमान पिले आरंभ हे जिवा हम मानकर पिले प्रकृति भाव संधि प्रकरण पिले एइठु पूरा लास्ट पर्यंत हला रुत्यकः लास्ट सूत्र होचे पिले रुत्यकः अच संधिर तो रुत्यकः सूत्र पर्यंत पिले चालिबा हमर प्रकृति भाव संधि पिले हला चल तो बुझिया पिले कौन से कहूची प्रथम सूत्र पिले कहूची पिले दुराधुते च हला कहूची दुरात संबोधने वाक्यस्य टेहे प्लुतः बा कहूची दूररु सम्यक बोध कराइबा पई प्रयोग करा जाउथवा वाक्यर जे पिले टी हेइते टी मान तमान बहुत भलो से जानिछ पिले कौन से भी जिंसर टी पिले तमान बाहर करि परिबो कि नहीं कोटा पिले टी हला अच इत्यादि टी पिले तो वाक्यर जोटा टी भाग पिले तार पिले विकल्प रे प्लुत संज्ञा हेइथाय ताले से कहूची पिले कि दूररु सम्यक बोध कराइबा पई प्रयोग करा जाउथवा वाक्य पिले दूररु सम्यक बोध कराइबा पई प्रयोग करा जाउथवा वाक्यर माने कोन माने की गोटे दूर रे पिले तमठु ठिया हेची आ तुमे ताकू डाकुच पिले ठीक अछि बुझला तळे एठी देइची मध्य पिले कहूची पिले दूर कहिले एमिति एक स्थान जेउठारु जणे लोकर कथा को तार संबोध्यमान व्यक्ति जनक सामान्य चेष्टा रे सुनी पारे नाही किंतु विशेष चेष्टा रे सुनी पारे तो सेति पई दूर माने एमिति भी नुह कि जणे थिबो ओडिसा रे जणे थिबो अमेरिका रे सेति पई दूरर भी माने एठी से बुझेई देछि पिले दूरर माने होछि पिले एमिति एक डिस्टेंस जो डिस्टेंस रे पिले तुमर जे संबोध्यमान माने बुझौस तो पिले जेमति कि मु मनकर डाकुछि पिले गोपाळ को ताले मोर संबोध्यमान किए से गोपाळ गोपाल ठीक अछि मु जहा को संबोधन करूछि पिले सी होछि संबोध्यमान ताले पिले गोपाळ मोठारु दूर रे ठिया आइछि यार माने होछि एया कि गोपाळ एतिके डिस्टेंस रे ठिया आइछि मु जदि गोपाळ को सामान्य भाव रे डाकिबी तेबे से सुनि परिबोनी किंतु जदि मु विशेष भाव रे चेष्टा करिवि आउ टिके जोर डाकिबी ताले से मो कथा सुनि पारिबो तेबे एतिके रे डिस्टेंस को एठी कोन कहै जाइछि पिले दूर बोली कहै जाइछि सेति पई से दूर कथाटी बुझेई दैछन्ती पिला दूर कहले एमिति एक स्थान जेउठारु जणे लोकर कथा को तार संबोध्यमान व्यक्ति जनक सामान्य चेष्टा रे सुनि पारे नाही किंतु विशेष चेष्टा रे पिले कोन करि पारे सुनि पारे तो सही हिसाब रे तुमे जदि पिले दूर रु काहा गोरे डाकुछ बा ताकू ता किछि ताकू डाकुछ कि ताकू किछि कहूछ तले तुम कथार जोटा पिले टी अंश जोडा होछि पिले टी भाग से कहूछि तार ना पिले प्लुत संज्ञा हबो तार पिले को संज्ञा हबो प्लुत संज्ञा हबो बुझे होछि पिले जेमति कि मन कर तुमको मन कर कि जणे पिले कृष्ण तांका सांग माने जाइछन पिले वन को गाई चरिया पई तो तांका सांग मान ठारु कृष्ण टिके दूर रे अछंती तो तांकर जे सांग मन कर सुदामा पिले तो श्री कृष्ण को कोन करूछंती पिले ना दूर रूपे डाकुछंती ताले से डाकुछंती पिले आगच्छ कृष्ण ना ना हे कृष्ण आस ठीक अछि पिले आगच्छ कृष्ण ताले एई जो वाक्य पिले प्रयोग कले ताले एई वाक्य रे पिले टी भाग कोडा अरे आगच्छ कृष्ण रे पिले टी कोडा अरे जोडा अंतिम स्वर वर्ण पिले अंतिम स्वर वर्ण कोडा भितरो कृष्ण रे लास्ट आगच्छ नै पिले कृष्ण रे लास्ट को थिबा अकार कृष्ण रे लास्ट को थिबा अकार पिले ये होचे पिले टी भाग ताले एई जो कृष्ण रे लास्ट को थिबा अकार पिले अछि एई अकार रे पिले को संज्ञा हबो विकल्प रे प्लुत संज्ञा ठीक अछि जदि तुमे दूर रूपले काहा को डाकुछ ता पे किछि वाक्य प्रयोग करूछ तले तुम वाक्य रे जे पिले टी भाग तार पिले विकल्प रे प्लुत संज्ञा हेतै बुझियो पिले क्लियर ना नै किछ असुविधा अछि पिले कृष्ण जो शेषर जो स्नर जो ओकर से और कौन अछि सेई अकार रे प्लुत संज्ञा अछि
ମାନେ କୃଷ୍ଣର ଲାଷ୍ଟ ପିଲେ ଅକାର ଅଛି ନା, ଯୋଉ ସ ମୂର୍ଧନ୍ୟ ସ ତାପରେ ଣ ହଳାନ୍ତ ଲାଷ୍ଟ ପିଲେ କଣ ଅଛି ଅକାର ପିଲେ। ହଁ ସେଇ ଅକାର ପିଲେ ପ୍ଲୁତ ସଂଜ୍ଞା ହେଇଯିବ। ତାହେଲେ ପ୍ଲୁତ ସଂଜ୍ଞା ତ ହେଇଗଲା, ତାହେଲେ ହବ ପୁଣି କଣ? ତ ସେ କଥା ମଧ୍ୟ ସେ କହୁଛନ୍ତି ପିଲେ कि पिले प्लुत प्रगृह्य अचि नित्यम। तो बहुत ही बढ़िया से मन रखियो पिले, जेते भी प्रकृति भाव संधि पिले है बहुत एटा भल से मन रखि था, जेते भी प्रकृति भाव संधि पिले होची सबु प्रकृति भाव संधि विधायक सूत्र होची पिले गोटिक है यही सूत्रटा मन रखिबा। प्रकृति भाव संधि पिले यही सूत्र द्वारा ही हब पिले प्लुत प्रगृह्य अचि नित्यम है। तो सबु जाक प्रकृति भाव संधि पिले यही सूत्र रे ही हब पिले है। तो सी कहूँ पिले कि एते अच्छी प्रकृतिया सिहु कहूँ पिले प्लुत संज्ञक आउ प्रगृह्य संज्ञक परे जदि अच वर्ण अच्छी, अच माने होची पिले स्वर वर्ण अच्छी, ताले सेमाने पिले नित्य निजर प्रकृति भाव में रही थांती। तो प्रकृति भाव में रहिबार तात्पर्य पूर्वर जेपरि थिले वर्तमान मध्य पिले सेहीपरि ही रहिबे। ताले बुझेला पिले, ताले से कोन कहूँ पिले कौनसी प्लुत वर्ण परे अथवा पिले कौनसी प्रगृह्य वर्ण परे है। जदि को वर्ण थी प्रगृह्य वर्ण आसो पिले आगू आसो कौटाकर प्रगृह्य संज्ञा हम आगू से कह आगू पिले सब जाक कह पिले कार कार प्रगृह्य संज्ञा हम। एवं खाली से कहीदेला कि जो मानकर पिले प्लुत संज्ञा हम आ प्रगृह्य संज्ञा हम सेमानक परे जदि पिले अच वर्ण थी, अच माने होची पिले को वर्ण स्वर वर्ण थी, ताहले से कहूँ पिले प्रकृति भाव संधि है। तो यथा उदाहरण पाई से कहूँ पिले कि आगच्छ कृष्ण अत्र गौहु चरति। ताले आगच्छ कृष्ण यही वाक्य रे पिले कृष्णर लास्ट होतिबा अकारटा होची पिले कोन अरे प्लुत पिले ना ना तो प्लुत रहिला। हाँ से तीन लेखा है पिले, तीन माने होची पिले कोन प्लुतर चिन्ह है। आउे पिले अत्र जो अ अच्छी अ हूँ पिले स्वर वर्ण, ताले से नियम हिसाब से प्लुत पर जो स्वर वर्ण थी ताले से पिले को संधि हो प्रकृति भाव संधि हो ना ना विकल्प आउ प्लुत विकल्प रोचे, ताले जो पक्षे प्लुत हम सेठी हम प्रकृति हम, जो पक्षे पिले प्लुत हबनी सेठी पिले कृष्णर अकार अत्र अकार मिसीगले पिले कौन हो आकार कहीं प्लुत पिले विकल्प रोचे ना, जो पक्षे प्लुत हम सेठी हम प्रकृति हम, जो पक्षे पिले प्लुत हबनी सेठी पिले अ मिसिकरी कौन हो आकार पिले हो। तो सेठी पई देखो एटी बढ़िया से लिखा है पिले कि एठारे कृष्ण को दूररू संबोधन करा जायछि, तेणु ताहार दूरा द्वितीय सूत्र अनुसार टी भागर माने होचे कृष्णन जो अकार उत्तरवर्ती अकार अण पर थिबा अकार पिले विकल्प रे को संज्ञा हबा प्लुत संज्ञा हबा। आ एही प्लुत संज्ञक अकार परे अच वर्ण अछि माने अत्रर जो अकार पिले रहिछि, तेणु प्लुत प्रगृह्य अचिनित्यम सूत्र अनुसार प्रकृति भाव संधि हेकि रूप हो आगच्छ कृष्ण अत्र गौहु चरति, माने आ किछि संधि हबनी जेमति कि सेमति पिले रहि जिवो। किंतु जेउ पक्षरे पिले णकार उत्तरवर्ती अकार प्लुत संज्ञा हेब नाही, माने कृष्णर लास्ट अकार पिले प्लुत संज्ञा हब नाही, तेबे से पक्षरे आगच्छ कृष्णात्र गौहु चरति माने अ मिसिकरे कोन हे जिवो पिले ठी आकार हे जिवो। को सूत्र रे अकह सवर्णे दीर्घ एटा दीर्घ संधि सूत्र पिले ए सूत्र रे पिले दीर्घ हेकरी आगच्छ कृष्णात्र गौहु चरति हैला। बुझ पाइला टिपले ना नहीं ताले पिले प्लुत प्रगृह्य हैला प्लुत प्रगृह्य अचिनित्यम सूत्र पिले कोन कहूची ना पिले प्लुत संज्ञक वर्ण आ पिले प्रगृह्य संज्ञक वर्ण एई मानक परे जदि स्वर वर्ण रहिबो ताले सेठी पिले को संधि हबो प्रकृति भाव संधि पिले हबो। ताले हमर एठी पिले आगच्छ कृष्ण एठी जो कृष्णर पिले लास्ट अकार पिले ये होची प्लुत संज्ञा पिले ना ना विकल्प रे प्लुत संज्ञा है कहीं दूरा द्वितीय जो सूत्र हिसाब रे विकल्प रे प्लुत संज्ञा हुए। तो सेठी पई सेठी पिले कोन हे गला तो प्लुत जेहेतु हैला परे पिले अत्र अकार अछि तो प्रकृति भाव हे गला। तो आगच्छ कृष्ण अत्र गौहु चरति एमतिका रूप पिले हे गला। आ जो पक्षरे पिले प्लुत हबनी से पक्षरे पिले कृष्णर अकार आ अत्रर अकार दिलाक मिसी गले कोन हे जिवो
आकार ଆକାର ତ ସେଠି ରୂପ ହେଇଯିବ ପିଲେ ଆଗଚ୍ଛ କୃଷ୍ଣାତ୍ର ଗୌଶ୍ଚରତି ହେଲା। ତାହେଲେ ଆମେ ତ ପିଲେ ପ୍ଲୁତର ଉଦାହରଣ ପିଲେ ବର୍ତ୍ତମାନ ଦେଖିଲେ। ତାପରେ ଯୋଉ ଗୋଟେ କଥା ସେ କହିଛି କି ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମରେ କି ପିଲେ ପ୍ରଗୃହ୍ୟ ସଂଜ୍ଞକ ବର୍ଣ୍ଣ ପରେ ବି ଯଦି ସ୍ୱର ବର୍ଣ୍ଣ ରହୁଛି ତାହେଲେ ସେଠି ବି ପିଲେ ପ୍ରକୃତି ଭାବ ସନ୍ଧି ହବ। ତାହେଲେ ପ୍ରଗୃହ୍ୟ ସଂଜ୍ଞା ପିଲେ କାହାର କାହାର ହବ ତାର ପିଲେ ଅନେକ ସୂତ୍ର ଅଛି ପିଲେ ପ୍ରଗୃହ୍ୟ ସଂଜ୍ଞା କରିବାର ଅନେକ ସୂତ୍ର ଅଛି। ଆମେ ଗୋଟିଏ ଗୋଟିଏ ସୂତ୍ର ପିଲେ ଦେଖି ଦେଖି ଯିବା। ପ୍ରଥମ ସୂତ୍ର ପିଲେ କହୁଛି ପ୍ରଗୃହ୍ୟ ସଂଜ୍ଞା ପିଲେ କାହାର ହବ କହୁଛି ପିଲେ କି ଇଦୁଦେ ଦ୍ୱିବଚନମ୍ ପ୍ରଗୃହ୍ୟମ୍ ପିଲେ ଇତି ଉତୁ ଏଦନ୍ତମ୍ ଦ୍ୱିବଚନମ୍ ପ୍ରଗୃହ୍ୟମ୍ ସ୍ୟାତ୍। ତ ଭଲସେ ବୁଝ ପିଲେ ସେ କହୁଛି ପିଲେ ଇଦନ୍ତ ଉଦନ୍ତ ଏଦନ୍ତ ଦୁଇ ବଚନର ପିଲେ ପ୍ରଗୃହ୍ୟ ସଂଜ୍ଞା ହେଇଥାଏ। ତାହେଲେ ଏଠି ଗୋଟେ କଥା କହୁଛି ପିଲେ କଣ୍ଡିସନ ସେ କହୁଛି ଲାଷ୍ଟ କୁ ପିଲେ ଦୀର୍ଘଇକାର ଥିବ ଅଥବା ଲାଷ୍ଟ କୁ ପିଲେ କଣ ଥିବ ଦୀର୍ଘ ଉକାର ଥିବ ଅଥବା ଲାଷ୍ଟ କୁ ପିଲେ କଣ ଥିବ ଏକାର ଥିବ ହେଲା। ତ ଇଏ ହେଲା ଗୋଟେ କଣ୍ଡିସନ। ସେକେଣ୍ଡ କଣ୍ଡିସନ ହଉଛି ଲାଷ୍ଟ କୁ ଏଗୁଡାକ ଥିବ ତା ସହିତ ପିଲେ ଦୁଇ ବଚନ ହେଇଥିବ ତେଣିକି ସେଇଟା ଶବ୍ଦର ହେଇଥାଉ କି ଧାତୁର ହେଇଥାଉ। କାହିଁକି ନା ଦୁଇ ବଚନ ପିଲେ ଶବ୍ଦର ବି ଅଛି ଦୁଇ ବଚନ ପିଲେ ଧାତୁର ବି ଅଛି ନା ନାଇଁ। ଆରେ ଶବ୍ଦ ରୂପରେ ବି ଦୁଇ ବଚନ ଅଛି ଧାତୁ ରୂପରେ ବି ଦୁଇ ବଚନ ଅଛି ନା ନାଇଁ। ଧାତୁ ରୂପରେ ବି ପିଲେ ଦୁଇ ବଚନ ଅଛି। ସେଥିପାଇଁ ସେ କହୁଛି ପିଲେ ଶବ୍ଦ ରୂପରେ ଦୁଇ ବଚନ ହଉ ଅଥବା ଧାତୁ ରୂପରେ ପିଲେ ଦୁଇ ବଚନ ହଉ ଦୁଇ ବଚନ ହେଇଥିବ ତା ସହିତ ପିଲେ ଏମାନଙ୍କ ଅନ୍ତରେ ଦୀର୍ଘଇକାର ଥିବ ନହେଲେ ତ ପିଲେ ଦୀର୍ଘ ଉକାର ଥିବ ନହେଲେ ତ ପିଲେ କଣ ଥିବ ଏକାର ଥିବ। ତାହେଲେ ପିଲେ ତାର ନା ପିଲେ ପ୍ରଗୃହ୍ୟ ସଂଜ୍ଞା ହବ। କୋଉ ସଂଜ୍ଞା ହବ ପ୍ରଗୃହ୍ୟ। ତାହେଲେ ଏବେ କହିପାରିବ ତ ପିଲେ କାହାର ପ୍ରଗୃହ୍ୟ ସଂଜ୍ଞା ହବ କଣ ଦିଟା କଣ୍ଡିସନ ପିଲେ ପ୍ରଥମ କଣ୍ଡିସନ କଣ ହେଲା ଦୀର୍ଘ ଇକାର ଦୀର୍ଘ ଉକାର ଆଉ ଇକାର ସେଠି ଥିବ ଅନ୍ତରେ ଥିବ ଅନ୍ତିମରେ ଅନ୍ତିମରେ ଥିବ ତା ସହିତ ଆଉ ତା ସହିତ ଦୁଇ ବଚନ ଦ୍ୱିବଚନ ହେଇଥିବ ଦୁଇ ଶବ୍ଦ ହେଉ କିମ୍ବା ଧାତୁ ହେଉ। ହଁ ଦୁଇ ବଚନ ହେଇଥିବ ଶବ୍ଦରେ ହଉ ଧାତୁରେ ହଉ। ଶବ୍ଦର ହଉ କି ଧାତୁର ହଉ ବାସ ଏତିକି ତ ପିଲେ କଥା। ଆଉ ତାହେଲେ ତାର ପିଲା ହେଇଯିବ କଣ ନା ପ୍ରଗୃହ୍ୟ ସଂଜ୍ଞା ହେଲା। ଅର୍ଥାତ ଶବ୍ଦ ରୂପର ହେଉ ଅଥବା ଧାତୁ ରୂପର ହେଉ ଯାହାର ବି ଦୁଇ ବଚନ ଯଦି ଦୀର୍ଘଇକାରାନ୍ତ ଅଥବା ଦୀର୍ଘ ଉକାରାନ୍ତ ଅଥବା ଏକାରାନ୍ତ ହୋଇଥିବ ତେବେ ତାହାର ପିଲା ପ୍ରଗୃହ୍ୟ ସଂଜ୍ଞା ହେବ ହେଲା। ଆଉ ବାକି ଯଦି ପ୍ରଗୃହ୍ୟ ସଂଜ୍ଞା ହେଇଗଲା ଆଉ ପରେ ଯଦି ସ୍ୱର ବର୍ଣ୍ଣ ରହିଲା ତାହେଲେ ପିଲା କୋଉ ସନ୍ଧି ହେଇଯିବ କୋଉ ପ୍ରକୃତି ସନ୍ଧି ଭାବ ସନ୍ଧି। ପ୍ରକୃତି ଭାବ ସନ୍ଧି ହେଇଯିବ। ତାହେଲେ ପ୍ରକୃତି ଭାବ ସନ୍ଧି ପିଲେ କୋଉ ସୂତ୍ରରେ ହବ ପ୍ଲୁତ ପ୍ରଗୃହ୍ୟ ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମ୍ ହେଲା। ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମ୍ ପ୍ରକୃତି ଭାବ ସନ୍ଧି ସବୁବେଳେ ପାଇଁ ମନେ ରଖିଥିବ ପିଲେ କୋଉ ସୂତ୍ରରେ ହଉଛି ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମ୍ ନିତ୍ୟ ହେଲା। ତ ବର୍ତ୍ତମାନ ପିଲେ ଦେଖ ଉଦାହରଣ ପିଲେ କହୁଛି ପିଲେ ହରି ପ୍ଲସ ଏତଉ ତାହେଲେ ହରିର ପିଲେ ଲାଷ୍ଟ କୁ କଣ ଅଛି ପିଲେ ଦୀର୍ଘଇକାର ଦୀର୍ଘଇକାର ଅଛି। ଆଉ ହରିଟା ମଧ୍ୟ ପିଲେ କୋଉ ବଚନ ପ୍ରଥମା ଦ୍ୱିବଚନ ଦ୍ୱିତୀୟ ଦ୍ୱିବଚନ। ହଁ ପ୍ରଥମ ବ୍ୟକ୍ତି ଦୁଇ ବଚନ ବି ଦ୍ୱିତୀୟ ବ୍ୟକ୍ତି ଦୁଇ ବଚନ ମଧ୍ୟ କାହିଁକି ନା ପିଲା ହରି ହି ହରି ହରୟ ତ ପ୍ରଥମ ବ୍ୟକ୍ତି ଦୁଇ ବଚନ ମଧ୍ୟ ସେମିତି ହରିମ ହରି ହରିନ୍ ତାହେଲେ ଦ୍ୱିତୀୟ ବ୍ୟକ୍ତି ଦୁଇ ବଚନ ମଧ୍ୟ ପିଲା ଦୀର୍ଘଇକାର। ତାହେଲେ ଏଠାରେ ପିଲେ ହରି ଶବ୍ଦର ପ୍ରଥମ ଅଥବା ଦ୍ୱିତୀୟ ବିଭକ୍ତିର ଦୁଇ ବଚନ ରୂପ ହଉଛି ହରି ଆଉ ଏହା ମଧ୍ୟ ପିଲେ ଦୀର୍ଘଇକାରାନ୍ତ ଅଟେ ତେଣୁ ତାହାର ପିଲେ କୋଉ ସଂଜ୍ଞା ହେଇଯିବ ପ୍ରଗୃହ୍ୟ ସଂଜ୍ଞା ହେଇଯିବ। ଆଉ ପିଲେ ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମରେ ପିଲେ ପ୍ରକୃତି ଭାବ ହେଇଯିବ ରୂପ ହେଇଯିବ ପିଲେ କଣ ହରି ଏତୌ ଏତୌ। ଆଉ କିଛି ପିଲେ ସନ୍ଧି ହବନି ଆଉ ପ୍ରକୃତି ଭାବ ସନ୍ଧି ହବ ଆଉ ସେମିତିକା ପିଲେ ତାପରେ ଉଦାହରଣ ଦେଇଛି ବିଷ୍ଣୁ ପ୍ଲସ ଇମଉ ତାହେଲେ ବିଷ୍ଣୁର ପିଲେ ଲାଷ୍ଟ କୁ କଣ ଅଛି ଦୀର୍ଘଉକାର ଦୀର୍ଘ ଉକାର ଅଛି। ଆଉ ବିଷ୍ଣୁର ଦୀର୍ଘ ଉକାର ଅଛି ଆଉ ବିଷ୍ଣୁ ଶବ୍ଦ ମଧ୍ୟ ପିଲେ କୋଉ ବଚନ ଦ୍ୱିବଚନ ଦୁଇ ବଚନ ପିଲେ ନା ନାଇଁ ବିଷ୍ଣୁ ଶବ୍ଦର ପ୍ରଥମ ବ୍ୟକ୍ତି ଦୁଇ ବଚନ ଅଥବା ଦ୍ୱିତୀୟ ବ୍ୟକ୍ତି ଦୁଇ ବଚନ। ତ ସେଥିପାଇଁ ପିଲେ ଏଠି ମଧ୍ୟ ପିଲେ କଣ ହେଇଯିବ ତ ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମରେ ପିଲେ ପ୍ରକୃତି ଭାବ ହେଇଯିବ ତ ରୂପ ହେଇଯିବ ପିଲେ ବିଷ୍ଣୁ ଇମଉ ହେଲା। ତାପରେ ପ୍ରକୃତି ଭାବରେ କିଛି ବି ତାର ପରିବର୍ତ୍ତନ ହୁଏନି ଯେମିତି ସେମିତି ଯେମିତି ଥାଏ ସେ ସେମିତି ହିଁ ରହିବ। ହଁ ଯେମିତି ସେମିତି ରହିଯିବ ୟାରି ନାଁ ହଉଛି ପ୍ରକୃତି ଭାବ ହେଲା।
सेमती पिले गंगे प्लस अमु तो गंगे रे लास्ट पिले कौन अच्छी एक एकार अच्छी आ एकार गंगे मध्य पिले को वचन दुई वचन दुई वचन ଦୁଇ पिले ବଚନ नानी जेमती पिले लता लते सेमती पिले गंगा गंगे गंगे ना दुई वचन पिले गंगे तो प्रथम व्यक्ति दुई वचन द्वितीय व्यक्ति दुई वचन पिले ठीक अच्छे ताले ये भी दुई वचन लास्ट को एकार अच्छी तो यार भी प्रगुह्य संज्ञा हो तापर प्लुत प्रगुह्य अचिनित्यम रे पिले प्रकृति भाव संधि के रूप हो पिले कौन गंगे अमु हैला तो बुझी जो पिले ना नहीं ଆଜ୍ଞା ହେଲା ତାହେଲେ ଇଏ ଗୋଟେ ପିଲେ ଯୋଉ ପ୍ରଗୁଡିହର ଭାଇ ନା ଦିଟାଙ୍କ ପଦଟା ବି ଦ୍ୱିବଚନ ହବା ଦରକାର ମାନେ ଯେମିତି ଗଙ୍ଗେଟା ଯେମିତି ଦ୍ୱିବଚନ ରହୁଛି ଅମୁଟା ବି ଦ୍ୱିବଚନ ହବା ଦରକାର ଇକାରାନ୍ତ ହେଲେ ବି ଚଳିବ କିନ୍ତୁ ଦ୍ୱିବଚନ ତ ହବା ଦରକାର ନାଇଁ ସେମିତି କିଛି ନାହିଁ ଏଇଟା ଆକ୍ଚୁଆଲି ଦୁଇ ବଚନ ହବ ସେମିତି କିଛି ମାନେ ନାହିଁ ଠିକ ଅଛି ତ କିଛି ବି ହେଇପାରେ ହେଲା ସେଇଟା କିଛି ମାନେ ଇଏ ନୁହଁ ଏଠି ଖାଲି ପ୍ରୟୋଗ ଦେଇଛି ପିଲେ ଗଙ୍ଗେ ମାନେ ଅମୁ ଦ୍ୱିତୀୟ ଠିକ ଅଛି ସେକେଣ୍ଡ ପଦ ସାଙ୍ଗରେ କିଛି ସମ୍ପର୍କ ନାହିଁ ଆଜ୍ଞା ମାନେ ଦ୍ୱିତୀୟ ପଦ କୌଣସି ବଚନାନ୍ତର ଆଜ୍ଞା ହଁ ଦ୍ୱିତୀୟ ପଦ ଠିକ ଅଛି କିଛି ବି ହେଇପାରେ ଖାଲି ଯାହା ଆରମ୍ଭରୁ ସ୍ୱର ବର୍ଣ୍ଣ ଥିବାର ଅଛି ଠିକ ଅଛି ଆରମ୍ଭରୁ ପିଲେ ସ୍ୱର ବର୍ଣ୍ଣ ଥିବାର ଅଛି ପିଲେ ହେଲା ତାହେଲେ ଆମ ମାନେ ପିଲେ ଗୋଟିଏ ଜାଣିଲେ ପିଲେ ପ୍ରଗୁହ୍ୟ ସଂଜ୍ଞାରେ ପିଲେ ଗୋଟେ ସୂତ୍ର ଜାଣିଲେ କି ପିଲେ ଦୁଇ ବଚନ ହେଇଥିବ ଶବ୍ଦର ହଉ କି ଧାତୁର ହଉ ତା ସହିତ ଲାଷ୍ଟ କୁ ଦୀର୍ଘଇକାର ଥିବ ଅଥବା ଦୀର୍ଘ ଉକାର ଥିବ ଅଥବା ଏକାର ଥିବ ତ ସେଭଳି ଜିନିଷର ପିଲେ ପ୍ରଗୁହ୍ୟ ସଂଜ୍ଞା ହେଇଥାଏ ତା ସହିତ ତାପରେ ପିଲେ ନେକ୍ସଟ କହୁଛି ଆଉ ସେଇଟା କାହାର ଆରମ୍ଭରୁ କଣ ଗୋଟେ ସ୍ୱର ବର୍ଣ୍ଣ ଆରମ୍ଭରୁ କଣ ଗୋଟେ ସ୍ୱର ବର୍ଣ୍ଣ ଯୋଉ କହିଲେ ଏଇ ଗଙ୍ଗେର ଯୋଉ ଏକାର ଯୋଉ ସେଇଟା ସ୍ୱର ବର୍ଣ୍ଣ ତାକୁ କହୁଛନ୍ତି ନାଇଁ ନାଇଁ ପର ଶବ୍ଦର ପିଲେ ପର ଶବ୍ଦର ଫାଷ୍ଟ ସ୍ୱର ବର୍ଣ୍ଣ ହେଇଥିବାର ଅଛି ଆଚ୍ଛା ଅ ରହିଛି ହଁ 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 ଠିକ ଅଛି ହେଲା ଆଉ କାହାର ପିଲେ ପ୍ରଗୁହ୍ୟ ସଂଜ୍ଞା ହବ ସେ କହୁଛି ପିଲେ ଅଦସୋ ମାତ ସେ କହୁଛି ଅସ୍ମାତ ପରଉ ଇତି ଉତଉ ପ୍ରଗୁହ୍ୟଉ ସ୍ତଃ କହୁଛି ପିଲେ ଅଦସ ଶବ୍ଦ ତ ମାନେ ଅଦସ ଶବ୍ଦ ପିଲେ ଜାଣିଥିବ ଅସୌ ଅମୁ ଅମି ମାନେ ଅଦସ ଶବ୍ଦ ପିଲେ ଏହା ଅର୍ଥରେ ହିଁ ବ୍ୟବହାର ହୁଏ ପିଲେ ଅଦସର ମାନେ ବି ଏହା ଆଜ୍ଞା ଠିକ ଅଛି ତ ସେ କହୁଛି କି ପିଲେ ଅଦସ ଶବ୍ଦର ମକାର ପରେ ଯଦି ଦୀର୍ଘଇକାର ଆଉ ଦୀର୍ଘ ଉକାରର ପ୍ରଗୁହ୍ୟ ସଂଜ୍ଞା ହେଇଥାଏ ସେ କହୁଛି ଅଦସ ଶବ୍ଦର ଏମିତିକା ଜିନିଷ ବୁଝଉଛି ଏମିତିକା ରୂପ ଯୋଉଠି ପିଲେ ଲାଷ୍ଟ କୁ ନା ମକାର ପରେ ପିଲେ ଦୀର୍ଘ ହେଇଥିବ ନହେଲେ ପିଲେ କଣ ଥିବ ଦୀର୍ଘ ଦୀର୍ଘ ଉକାର ପିଲେ ଥିବ ଠିକ ଅଛି ତ ସେଭଳି ଯଦି ସେମିତି ରୂପ କିଛି ଅଛି ତେବେ ସେହି ରୂପର ପିଲେ କଣ ହେଇଯିବ କୋଉ ସଂଜ୍ଞା ପିଲା ହବ ସେଭଳିଆ ରୂପର ପିଲେ ପ୍ରଗୁହ୍ୟ ସଂଜ୍ଞା ହବ ତାହେଲେ ଏଭଳିଆ ପିଲା ଆମକୁ ଦିଟା ରୂପ ଦେଖିବାକୁ ମିଳୁଛି ଗୋଟେ ହଉଛି ପିଲେ ଅମୁ ଗୋଟେ ହଉଛି ପିଲେ ଅମି କାହିଁକି ନା ଅମୁର ପିଲେ ଲାଷ୍ଟ କୁ କଣ ଅଛି ପିଲେ ମର ପରେ କଣ ଅଛି ଉକାର ଦୀର୍ଘ ଉକାର ଅଛି ଆଉ ଅମିରେ ପିଲେ ମର ଲାଷ୍ଟ କୁ କଣ ଅଛି ଦୀର୍ଘ ଇକାର ଅଛି ତ ଆମେ ପର୍ଟିକୁଲାର ତାକୁ ସର୍ଟକଟ ରେ ଏମିତି ବି କହିପାରିବା କି ପିଲେ ଅଦ ଶବ୍ଦର ଦିଟା ରୂପ ଅମୁ ଆଉ ଅମି ଏଇ ଦୁଇ ଜଣଙ୍କର ମଧ୍ୟ ପିଲେ କୋଉ ସଂଜ୍ଞା ହେଇଥାଏ ପ୍ରଗୁହ୍ୟ ସଂଜ୍ଞା ହେଇଥାଏ ଯଦି ପ୍ରଗୁହ୍ୟ ସଂଜ୍ଞା ହେଲା ତେବେ ଏମାନଙ୍କ ପରେ ଯଦି କିଛି ସ୍ୱରବର୍ଣ୍ଣ ରହୁଛି ତାହେଲେ ସେଠି ମଧ୍ୟ କଣ ହେଇଯିବ ପିଲେ କୋଉ ସନ୍ଧି ପ୍ରକୃତି ଭାବ ସନ୍ଧି ପିଲେ ହେଇଯିବ ତ ଯଥା ଉଦାହରଣ ପିଲେ ଅମି ପ୍ଲସ ଇସାହା ତାହେଲେ ଅମି ପିଲେ ରହିଲା ଆଉ ଏପଟେ ପିଲେ ଇସାର ଆରମ୍ଭରେ ପିଲେ ସ୍ୱରବର୍ଣ୍ଣ ଅଛି ପିଲେ ତାହେଲେ ଅମି ପରେ ସ୍ୱରବର୍ଣ୍ଣ ରହିଲା ତାହେଲେ ପିଲେ ଅଦସ୍ୱ ମାତ୍ରେ ପିଲେ ପ୍ରଗୁହ୍ୟ ସଂଜ୍ଞା ହବ ଆଉ ପ୍ଲୁତ ପ୍ରଗୁହ୍ୟ ଅଚିନିତ୍ୟମ ରେ ପିଲେ କୋଉ ସନ୍ଧି ହେଇଯିବ ପ୍ରକୃତି ପ୍ରକୃତି ଭାବ ଭାବ ସନ୍ଧି ସନ୍ଧି ପିଲେ ହେଇଯିବ ତ ଅମି ଇସାହା ସେଥିପାଇଁ ଯଦି ପରୀକ୍ଷାରେ ପିଲେ ଏମିତି ପ୍ରଶ୍ନ ଆସେ କି ଅମି ଇସାହା ଇତ୍ୟତ୍ର ପ୍ରକୃତି ଭାବ କେନ ତାହେଲେ ଆମ ମାନେ ପିଲେ ଉତ୍ତର କଣ ଦବା ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମ୍ ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମ ଆଉ ଯଦି ପଚାରିଲା ପିଲେ ଅମି ଇସାହା ଇତ୍ୟତ୍ର ପ୍ରଗୃହ୍ୟ ସଂଜ୍ଞା କେନ ତାହେଲେ ପିଲେ ଉତ୍ତର ହେଇଯିବ ଅଦସ୍ୱମାତ୍ ଅଦସ୍ୱମାତ୍ ବୁଝିଲା ପିଲେ ପ୍ରଗୃହ୍ୟ ସଂଜ୍ଞା ଯଦି କୋଉଥିରେ ହଉଛି ତାହେଲେ ଉତ୍ତର ଦବା ପିଲେ ଅଦସ୍ୱମାତ୍ ଯଦି ପ୍ରକୃତି ଭାବ କୋଉଥିରେ ହଉଛି ତାହେଲେ ହଉଛି ପିଲେ ପ୍ଲୁତ ପ୍ରଗୃହ୍ୟ ଅଚିନିତ୍ୟମ ହେଲା ଆଉ ତାପରେ ସେମିତି ଆଉ ଗୋଟେ ଏକ୍ସାମ୍ପଲ ଦେଇଛି ପିଲେ ରାମକୃଷ୍ଣ ପ୍ଲସ ଅମୁ ପ୍ଲସ ଆସାତେ ତ ରାମକୃଷ୍ଣଙ୍କୁ ଛାଡ ୟାକୁ ଆମେ ମାନେ ପରେ ସନ୍ଧି କରିବା ଆଗ ପିଲେ ଏଇ ଦିଟାକୁ ଆମେ ମାନେ ସନ୍ଧି କରିବା ପିଲେ ଅମୁ ଅଛି ଆସାତେ ଅଛି ପିଲେ ତାହେଲେ ଅମୁର ପିଲେ ଅମୁର ପିଲେ କୋଉ ସଂଜ୍ଞା ହେଇଯିବ
प्रकृय संज्ञा पिले ହେଇଯିବ ନା ନାଇଁ ଅମୁର ପିଲେ प्रकृय संज्ञा ହେଇଯିବ ଆଉ ଆସାତରେ ଲାଷ୍ଟ କୁ ଯୋଉ ଆରମ୍ଭରେ ପିଲେ ସ୍ୱର ବର୍ଣ୍ଣ ଅଛି ତାହେଲେ ଅମୁ ଆଉ ଆସାତରେ ପିଲେ କୋଉ ସନ୍ଧି ହବ ପ୍ରକୃତି ଭାବ ସନ୍ଧି ପ୍ରକୃତି ଭାବ ସନ୍ଧି। ତ ରୂପ ହେଇଯିବ ପିଲେ ଅମୁ ଆସାତେ କିନ୍ତୁ ରାମକୃଷ୍ଣ ସାଙ୍ଗରେ ଯେତେବେଳେ ସନ୍ଧି ହବ ସେତେବେଳେ ତ ପିଲେ ଔ ଜାଗାରେ ଆ ବାଦ ହେଇଯିବ ରୂପ ହେଇଯିବ ପିଲେ କଣ ରାମକୃଷ୍ଣ ବମୁ ଆସାତେ ଆସାତେ ବୁଝିଲା ପିଲେ एक्चुअली ये जो रामकृष्ण को छाड़ी दे तुम कंफ्यूज हो या तुम पूरा स्किप ही कर दियो खाली अमु प्लस आसाते ये होची पिले हमर मूल लक्ष्य पिले तो अमु प्लस आसाते तो संधि हेले रूप पिले कोन हे जिवो अमु आसाते हैला ताले बुझी हबो कि पिले ना नहीं अरे दीटा प्रगुर्य संज्ञा माने पढ़िले पिले आलोचना कले गोटे हला पिले इदुदे द्विवचनम प्रगुर्यम एथिरे पिले गोटे प्रगुर्य संज्ञा पिले कले जानिले आ गोटे होची पिले अदसो मात्रे पिले प्रगुर्य संज्ञा कले हला तापर हम माने नेक्स्ट काली की पिले ए जो चादय असत्वे ए सब सूत्र ठारू पिले काली के आरंभ करबा हैना ଭାଇନା ମାନେ ଗୋଟେ ପୂର୍ବ ସନ୍ଧିର ଗୋଟେ ଡାଉଟ ଥିଲା ଭାଇନା कहना को ଭାଇନା ଆମର ସେଠି ଯୋଉ ଆପଣ କହିଥିଲେ ଯୋଉ ପ୍ର ଉପସର୍ଗ ପରେ ଯୋଉ ଆମର ପଢା ହେଇଥିଲା ପ୍ରାଦୁର୍ହୋଢ୍ୟ ଦେଶେଷୁ ଗୋଟେ ସୂତ୍ର ତ ନାହିଁ ଭାଇନା प्रात उह उढ़ उढ़ी एस्य अस्य अस्य एस्य ଆଜ୍ଞା ମାନେ ସେ ସୂତ୍ର ଅନୁସାରେ ପ୍ର ଉପସର୍ଗ ପରେ ଯଦି हाँ ଉହ ଉଢ ହେଇକା ରହିଲା ତାହେଲେ ସେଟାକର ଆମର ବୁଦ୍ଧି ସନ୍ଧି ଆଦେଶ वृद्धि କରାଯାଏ। संधि हब ठीक ଆଉ ତା ପୂର୍ବରୁ ଆଉ ଗୋଟେ ଭାଇନା ଥିଲା ଆମର ଯେମିତି କି ଯୋଉ ଏତେ ଧେତେ ଷ୍ଠୁ ଢସୁ ଗୋଟେ ସୂତ୍ର ଥିଲା ଭାଇନା ତା ଦେହରେ ବି ସେ ଉତ୍ ଶବ୍ଦ ଯୋଉ ଦେଇଛି ଆପଣ ଲାଷ୍ଟ କୁ ପ୍ରଷ୍ଟ ପ୍ଲସ ଉହ ତା ଦେହରେ ବୁଦ୍ଧି ସୁଦ୍ଧି କରିଛନ୍ତି ପ୍ରଷ୍ଟ ଉହ ମାନେ ଉହ ଦି ଜାଗାରେ ରହୁଛି ନା ଯଦି ଉହ ଏଇଠି ତ ଏଇ ପ୍ରଷ୍ଟ ଜାଗାରେ ଯଦି ପ୍ର ଉପସର୍ଗ ରହିଲା ଉହ ରହିଲା ତାହେଲେ ପ୍ରଭୁ ବି ଏଠି ବି ହେଇପାରିବ ମାନେ ଏତେ ଧତ୍ୟୁ ଢସୁ ସୂତ୍ରରେ ତ ହେଇପାରିବ हाँ एते धत्ते उठ सूत्र जो उठ अछि देख मु कहि दउ ସେ ଦେଇଛି ଅବର୍ଣ୍ଣ ଆଜ୍ଞା 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 हाँ सेठी ना से केवल पिले सेठी से केवल अकार बोली कहिदेला ठीक है सेठी कौन से उपसर्ग कथा से कहने एठी से केवल ना पर्टिकुलर गोटे उपसर्ग कथा नहीं काहा को उपसर्ग प्र उपसर्ग प्र उपसर्ग ठीक है देखा है ना एते धत्ते उठसुर से कहला पिले कि जदी अकार परे अकार माने अकार अथवा आकार परे जदी पिले इन धातु अथवा ए धातु रूप थिबो आ पिले को शब्द थिबो उठ शब्द थिबो ताले पिले वृद्धि आदेश हे जो पिले ना ने तो सही हिसाब रे पिले हमर एठी जो रूप होइतला पिले प्रस्थ प्लस उह रूप होला कोन प्रस्थ उह ठीक अछि प्रस्थ प्लस उह प्रस्थ उह होला आ ता परे जो वार्तिक आसितला कोन वार्तिक आसितला प्रादु होड ढिए सैसिएसु ना नहीं हां देखो एठी से कहउतला कि एठी प्र उपसर्ग परे कोन थिबो उह उढ़ उढ़ी एस आ को शब्द ऐस्य शब्द थिबो देखो सेठी पिले उठ उठ शब्द कहउतला एठी उठ शब्द कहनी एठी को शब्द कहछि उह शब्द कहछि हैला तो एटा ही फरक बुझे होछ तो ए जो उह को तुमे से उह बोली भाबी दोछ कि हाँ तो सी भी अलग ये शब्द भी अलग ठीक है सेटा होछि ना सेटा होछि उ माने सेटा देखो सेटा होछि हलंत उह शब्द उ ह एटा होछि ना अकारांत उह शब्द ठीक अछि तो यार रूप जो होता है उठ उह उह एमति रूप होता है आ ये जो रूप होता है ना उह 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 एमति रूप होता है बुझियाबो आज्ञा मैम आज्ञा हाँ तो दीटा जाक भिन्न भिन्न शब्द धन्यवाद ସେଠି ଅମିଯୁକ୍ତ ମିଶ୍ର ଅମିତା କୋଉ ସୂତ୍ର ଅନୁସାରେ ହେଇଛି ଅଦସ୍ମାତ୍ हाँ अदर्श मात्रे जो प्रकृति भाव सॉरी प्रगुह्य संज्ञा है आ जो संधि है जे प्लुत प्रगुह्य अछि नित्यम रे आज्ञा सर हो एति पे देखि थाओ काली के पुणी हम माने नेक्स्ट प्ले पढिबा हला आज्ञा हो प्ले सर प्रणाम हाँ प्ले